ଆଉ ଥରେ ନାରାୟଣ ନମସ୍କୃତ କରିବା ଦରକାର। ଜୟ ଜଗନ୍ନାଥ। ତାହେଲେ କହୁଛନ୍ତି ଏ 20 16ଟି ଅଟକିଛି। ନ ସାଧୟତି ମାଂ ଯୋଗ ନ ସାଂଖ୍ୟଂ ଧର୍ମ ଉଦ୍ଧବ ନ ସ୍ୱାଧ୍ୟାୟ ତପସ୍ତ୍ୟାଗ ଯଥା ଭକ୍ତି ମମ ଉର୍ଜିତା। ମୋର ଚରଣାରବିନ୍ଦରେ ପ୍ରବୃଦ୍ଧ ଭକ୍ତି ଦ୍ୱାରା ମୁଁ ଯେପରି ସୁଲଭରେ ମିଳିଯାଏ, କୌଣସି ସାଧନାରେ ହେବନି। ଯୋଗ ଦ୍ୱାରା ସାଂଖ୍ୟଶାସ୍ତ୍ର ଅନୁସାରେ ସାଂଖ୍ୟ ଦର୍ଶିତ ମାର୍ଗରେ ଗଲେ ଯିବା କି ସ୍ୱାଧ୍ୟାୟ ଗୋଟେ ଶାସ୍ତ୍ର ଅଧ୍ୟୟନ କରିବା, ତପସ୍ୟା କରିବା, ତ୍ୟାଗ ମାନେ ଦାନ କରିବା, ଏସବୁ ଗୋଟେ ଗୋଟେ ଭଗବାନଙ୍କୁ ପାଇବା ପାଇଁ ସହାୟକ, କିଛି ଅସୁବିଧା ନାହିଁ। କିନ୍ତୁ ଏଥିରେ ଭଗବାନ ସୁବିଧାରେ ମିଳିପାରିବେ ନାହିଁ, ଯେତିକି ଭକ୍ତି ଦ୍ୱାରା ମିଳିବେ। ଭକ୍ତି ତ ଭକ୍ତି ହିଁ ଭଗବାନ। ଆଉ ଭକ୍ତି ପାଇଗଲେ, ଭକ୍ତି ଯାହାକୁ ମିଳିଲା ସେ ଭଗବାନଙ୍କୁ ପାଇଗଲା। ଆଉ ତେଣୁ ଭକ୍ତିଆ ଅହଂ ଏକୟା ଗ୍ରାହ୍ୟ। ଆହୁରି କହିଲେ ଚମତ୍କାର ଭାବରେ, ଶ୍ରଦ୍ଧୟାତ୍ମା ପ୍ରିୟ ସତାଂ ଭକ୍ତି ହିଁ ପୁନାତି ମନ୍ନିଷ୍ଠା ସୋପାକାନ୍ନପି ସମ୍ଭବାତ୍। କହୁଛନ୍ତି ସୋପାକ ମାନେ ଚଣ୍ଡାଳରେ, ଚଣ୍ଡାଳ ଗୁଡ଼ାକ ମଧ୍ୟ ନିଚ କୂଳରେ ଜନ୍ମ ହୋଇଥିଲେ ମଧ୍ୟ ଭକ୍ତି ହିଁ ପୁନାତି, ଯଦି ସେମାନେ ଭକ୍ତି କଲେ ପବିତ୍ର ହୋଇଯିବେ। ମନ୍ନିଷ୍ଠା ଭକ୍ତି, ମୋ ଚରଣାରବିନ୍ଦର ନିଷ୍ଠା ପ୍ରଭାବରେ ଭକ୍ତିରେ ଯଦି ମଜିକିରି ଚଣ୍ଡାଳ ବି ରହେ ସିଏ ମୁକ୍ତି ହେଇଯିବ। ଏଥିରେ ଅସୁବିଧା କିଛି ନାହିଁ। ତେଣୁ ଭକ୍ତିଆ ଅହଂ ଏକୟା ଗ୍ରାହ୍ୟ। କୌଣସି ସାଧନାରେ ମୁଁ ସେତେ ସୁବିଧାରେ ଗ୍ରହଣଯୋଗ୍ୟ ନୁହେଁ, କେବଳ ଭକ୍ତି ଦ୍ୱାରା। ଏକୟା କେବଳୟା ଏକୟା ଭକ୍ତିଆ, କି ବିଶେଷଣ ଦିଆହେଇଛି। ଆଉ କ'ଣ, ଏକମାତ୍ର ଭକ୍ତି ଦ୍ୱାରା ମୁଁ ଯେମିତି ସୁବିଧାରେ ମିଳିଯାଏ, କୌଣସି ସାଧନାରେ ମୁଁ ସେ ପ୍ରକାର ମିଳିବିନି। ଶ୍ରଦ୍ଧୟା ଆତ୍ମା ପ୍ରିୟା ସତା, ସତ୍ପୁରୁଷମାନଙ୍କର ପ୍ରିୟ ଏବଂ ସେମାନଙ୍କର ଆତ୍ମା। ଶ୍ରଦ୍ଧୟା ଆତ୍ମା ପ୍ରିୟ ସତାଂ, ସତାଂ ପ୍ରିୟ ଆତ୍ମା। ମୁଁ ହେଉଛି ସଜ୍ଜନମାନଙ୍କର ଅତ୍ୟନ୍ତ ପ୍ରିୟ ବସ୍ତୁ ଏବଂ ତାଙ୍କର ଆତ୍ମା। ଆଉ ସମସ୍ତଙ୍କର ଆତ୍ମା ଆପଣ ନୁହନ୍ତି? ମୁଁ ସମସ୍ତଙ୍କର ଆତ୍ମା, ସର୍ବାତ୍ମା। ମୋ ନାଁ ସର୍ବାତ୍ମା ପରା, ସବୁ ଭିତରେ ଆତ୍ମସ୍ୱରୂପରେ ଅଛି। କିନ୍ତୁ ହେଲେ କ'ଣ ହେବ, ସେ ମୋତେ ଜାଣୁନି ନା। ଆଉ ମୁଁ କ'ଣ କରିବି? ସେ ଯେହେତୁ ମୋତେ ଜାଣୁନି, ମୁଁ ତାକୁ କେମିତି ଜାଣିବି? ଯେ ଆଉ ଯିଏ ମୋ ପାଇଁ ପାଗଳ, ଆଉ ମୁଁ ବି ତା ପାଇଁ ପାଗଳ। ଆଉ ଏଇଟା ହେଲା ପାଠୁଟା, ମୋର ଶତ୍ରୁ ମିତ୍ର ଭାବ ନାହିଁ। କିନ୍ତୁ ମୋତେ ଅନ୍ତତଃ ସାମାନ୍ୟ ଚିନ୍ତା କରିବା ଦରକାର ନା। ଆଉ ସେ ତ ମୋତେ ଚିହ୍ନିଲାନି, ଚିହ୍ନିଲାନି। ଆଉ ମୁଁ ତା ପାଇଁ କାହିଁ ହେବି? ସେଇଟା ହେଇପାରିବନି ସେମିତି। ନହେଲେ ମୁଁ ପ୍ରକାର ସଜ୍ଜନ ଯିଏ ସତାଂ, ସତ୍ ମାନେ କ'ଣ କି ସତ୍ୟ, ଅସ୍ତି ଇତି ସତ୍, ଯିଏ ଥିଲେ ରହିଛନ୍ତି ରହିବେ, ଇଏ ହେଲେ ତ୍ରିକାଳରେ ଯିଏ ରହିଛନ୍ତି ସିଏ ହେଲେ ସତ୍ ସ୍ୱରୂପ। ଆଉ ସିଏ ସତ୍ଙ୍କର ଜ୍ଞାନ ଯାହା ପାଖରେ ଅଛି ସିଏ ହେଲେ ସଜ୍ଜନ। ସେ ସଜ୍ଜନ ମୋର ଅତ୍ୟନ୍ତ ସତାଂ ପ୍ରିୟ ଅହମ୍, ସଜ୍ଜନମାନଙ୍କର ପ୍ରିୟତମ ହେଉଛି ମୁଁ। ସେମାନେ ମୋତେ ଅତ୍ୟନ୍ତ ପ୍ରେମ କରନ୍ତି। ଆଉ ତାଙ୍କରି ଆତ୍ମା ବି ମୁଁ। ଏଇଟା କହିଦେଲେ ଏଠି ଟିକେ ଭିନ୍ନ ପ୍ରକାର ହେଇଯାଉଛି ପାଠଟା। କାରଣ ପ୍ରଭୁ ସର୍ବାତ୍ମା, ତାଙ୍କର ଆତ୍ମା କେମିତି ହେଲେ? ନା ନାହିଁ, ସେ ସର୍ବାତ୍ମା ନିଶ୍ଚିତ। କିନ୍ତୁ ଅନ୍ୟମାନେ ଯିଏ ତାଙ୍କୁ ବୁଝିପାରୁନି ଆତ୍ମା ଫାତ୍ମା ବୋଲି, ମଣିଷ କ'ଣ ସମସ୍ତେ ମୁଁ ଗୋଟିଏ ଆତ୍ମା ବୋଲି ବୁଝୁଛି? ତେଣୁ ଆତ୍ମା ନିଜକୁ ଆତ୍ମା ବୋଲି ଜାଣୁନାହିଁ, ବା ଆତ୍ମାର ଧର୍ମ କ'ଣ, କାହାକୁ ଆତ୍ମା କୁହାଯାଏ ସେ କଥା ବି ଜାଣୁନି। ଈଶ୍ୱର ଚିନ୍ତନ ନାହିଁ, ଭଗବାନ ନାହାନ୍ତି, ଏ ପ୍ରକାର ଯେଉଁ ଯାହାର ଚିନ୍ତନ, ସେ ସମସ୍ତଙ୍କର ଆତ୍ମା ହେଇଥିଲା ସେ ଯେହେତୁ ପ୍ରଭୁଙ୍କୁ ଚିହ୍ନି, ସେ ବି ତାଙ୍କୁ ଚିହ୍ନିବେନି। କିନ୍ତୁ ଯିଏ ସଜ୍ଜନ ତାଙ୍କୁ ଅତ୍ୟନ୍ତ ପ୍ରେମ କରେ ଏବଂ ତାର ଆତ୍ମସ୍ୱରୂପରେ ପ୍ରଭୁ ଥାନ୍ତି। କେବଳ ଭକ୍ତି ଦ୍ୱାରା ପ୍ରଭୁ ଗ୍ରାହ୍ୟ, ଅନ୍ୟ ପାଠ କିଛି ନାହିଁ। ତେଣୁ ଭକ୍ତି ଚଣ୍ଡାଳକୁ ମଧ୍ୟ ପବିତ୍ର କରିଦିଏ। ଦାସ୍ୟା ବାଉରୀ, ବାଉରୀ କି ନାହିଁ ଆଜିକାଲି ଅବଶ୍ୟ
ଛୁଆଁ ଛୁଆଁ ଭାବ ବହୁତ ଉଠିଗଲାଣି, କିନ୍ତୁ ଆଗରୁ ସେଗୁଡ଼ା ତ ଛୁଇଁଲେ ଛୁଆଁ ହେଇଯାଉଥିଲେ, ଏ ପ୍ରକାର ଗୋଟେ ଥିଲା। ଆଉ ସେଗୁଡ଼ାକ ସେମିତି ନାହିଁ ଯଦିଓ, ତେଣୁ ତାକୁ ବି ଅନ୍ୟ ପ୍ରକାର ବର୍ତ୍ତମାନ ଅର୍ଥ କଲେଣି। ବାଉରି ଗୋଟେ ବି ସେ ଯାହା ଉପରେ କିଏ ମରିଯାଇଥାନ୍ତି ତାଙ୍କୁ ବି ଯେତେବେଳେ ଅବାଗିଲା ନାଁ ଦିଅନ୍ତି ବାଉରି ଫାଉରି। ତେଣୁ ବାଉରିଟା ଗୋଟେ ନାଁ, ଏବଂ ସେ ପ୍ରଭୁଙ୍କର ଦାସ ହୋଇଥିବା ହେତୁରୁ ତାଙ୍କ ନାଁ ଦାସିଆ ବାଉରି, ଏ ପ୍ରକାର ବି ଲୋକ ଅର୍ଥ କରୁଛନ୍ତି। ଆଉ ସେ ଯେ ବାଉରି ଘରର ପୁଅ ବା ଜଣେ ଭୋଇ ପିଲା, ଏ ପ୍ରକାର ଯେଉଁ ଭାବନା, ୟାକୁ ଏ ପ୍ରକାର ଅର୍ଥ କରିକି ଉଡ଼େଇବା ବ୍ୟବସ୍ଥା କଲେଣି। ଆଉ ସେ ବି ହୁଅନ୍ତୁ, ଭୋଇ ପିଲା ହେଲେ ମଧ୍ୟ ସେ ଭୋଇ ହେଉ କ'ଣ ହେଉ, ସେ ତ ଭଗବାନଙ୍କୁ ପ୍ରେମ କରୁଛି ଭକ୍ତି ଭାବରେ। ଭଗବାନ ତା ହାତରୁ ନଡ଼ିଆ ନେଇଗଲା, ଅନ୍ୟ ଦ୍ୱାରା ପଠେଇଥିଲା ତାକୁ, କିନ୍ତୁ ନେଇଗଲେ, ଆଉ ଜଣଙ୍କ ହାତରୁ ନେଇନାହାନ୍ତି କାହାର। ଜୟ ଜଗନ୍ନାଥ। ହଁ, ଭୋଇ ସେବକୀ ଅଛନ୍ତି, ତାଙ୍କର ସ୍ୱତନ୍ତ୍ର କାମ। ସାମ୍ୟବାଦର ପ୍ରତୀକ ପ୍ରଭୁ ସହ, ସେଇଆ ତ ନା ଅଛନ୍ତି। ଜୟ ପ୍ରଭୁ। ସବୁ ଧର୍ମ ସତ୍ୟ ଦୟା ଦୟୋପେତ ବିଦ୍ୟା ବା ତପସାନ୍ବିତା ମଦଭକ୍ତ୍ୟାଗା ଅପେତମାତ୍ମାନ ନ ସମ୍ୟକ୍ ପ୍ରପୁନାତି ହେଇକି କହିଲେ, ଧର୍ମ ସତ୍ୟ ଦୟା ଅପେତ, ହୃଦୟରେ ଭକ୍ତିଭାବ ନ ରଖି ଯଦି କେହି ସତ୍ୟ ଦୟାରେ ପୂର୍ଣ୍ଣ ଧର୍ମ ପାଳନ କରୁଥାନ୍ତି, ଅଥବା ତପନିଷ୍ଠ ହୋଇ ସ୍ୱାଧ୍ୟାୟ ଏଇ ଶାସ୍ତ୍ର ଅଧ୍ୟୟନ, ଧର୍ମ ସତ୍ୟ ଦୟା ଅପେତ ମାନେ ଯୁକ୍ତ, ସତ୍ୟ କହିବା, ଜୀବକୁ ଦୟା କରିବା, ଏ ପ୍ରକାର ଧର୍ମରେ ଯୁକ୍ତ ହୋଇକରି ବିଦ୍ୟା ବା ତପସାନ୍ୱିତା, ବିଦ୍ୟା ମାନେ ଏ ଶାସ୍ତ୍ର ଆଲୋଚନା କରିବା, ଏ ପ୍ରକାର ଯଦି ତପସାନ୍ୱିତା, ତପ କରିବା, ଜପ କରିବା, ଧ୍ୟାନ କରିବା, ତପ କରିବା, ଏଇସବୁ ତପ ବୋଇଲେ କ'ଣ? ତପତିଥି ତପଃ, ଶରୀରକୁ କଷ୍ଟ ଦେଇ କିଛି ସାଧନା କରିବା, ତା ନା ତପ। ଏ ପ୍ରକାର ଯଦି କଲା, ମଦଭକ୍ତ୍ୟା ଅପେତମାତ୍ମାନମ୍, ତେବେ ସେହି ଧର୍ମ ଓ ସେହି ସ୍ୱାଧ୍ୟାୟ ତାକୁ ପବିତ୍ର କରିଦେବ, କୌଣସି ଅସୁବିଧା ନାହିଁ। ମଦଭକ୍ତ୍ୟା ଅପେତମାତ୍ମାନମ୍, ସେ ବିଦ୍ୟାଭାସ କରୁଥାନ୍ତି, ତେବେ ସେହି ଧର୍ମ ଓ ସେହି ସ୍ୱାଧ୍ୟାୟ ତାକୁ ପବିତ୍ର କରିପାରିବ ନାହିଁ। ଭକ୍ତି ରହିତ ହେଇକିରି, ସୁନ୍ଦର ପାଠ କହିଲେ, ମଦ ଭକ୍ତ୍ୟା ଅପେତ ଆତ୍ମାନ, ଭକ୍ତି ମୋଟେ ନାହିଁ, କିନ୍ତୁ ସତ କହୁଛି ଜୀବନରେ ଦୟା ଅଛି। ଗୋଟେ ପାଠ ପଢ଼ିଛି, ଅଧ୍ୟୟନ କରିଛି, ଗୀତା ଭାଗବତ ଇତ୍ୟାଦି ପଢ଼ୁଛି, ବା କିଛି ତପ ଅଛି, କିନ୍ତୁ ଯଦି ଭକ୍ତି ନାହିଁ, ନ ସମ୍ୟକ୍ ପ୍ରପୁନାତି, ତାହେଲେ ସିଏ ବି ପବିତ୍ର ହୋଇପାରିବ ନାହିଁ। ଏସବୁ କର୍ମ ଗୁଡ଼ାକ ଅନ୍ତଃକରଣ ପବିତ୍ର ହେବା ଭଳିଆ କର୍ମ, ମାନେ ସତ କହିବା, ଠିକ୍ କଥା। ଏବଂ ଦୟା କରିବା, ଜୀବ ଦୟା ଅଧ୍ୟୟନ କରିବା, ସତ୍ଶାସ୍ତ୍ର ଅଧ୍ୟୟନ, ତପସ୍ୟା କରିବା, ଏଗୁଡ଼ାକ କରୁଥିଲେ ମଧ୍ୟ ୟାକୁ ନେଇକି ଜଣେ ଅହଙ୍କାର କଲା, ହେବନି। ଅହଙ୍କାର ନକରି ଯଦି ଭକ୍ତିର ସହ କଲା, ତାହେଲେ ତ ମୁକ୍ତି ହେଇଗଲା। କିନ୍ତୁ ଭକ୍ତି ନଥାଇକି ଯଦି ସବୁ କର୍ମ କରାଗଲା, ଏଗୁଡ଼ାକ ଯଦିଓ ସତ୍କର୍ମ, ତାର ବି ଭଲ ଫଳ ମିଳିବ ନାହିଁ। କଥଂ ବିନା ରୋମ ହର୍ଷଂ, ଚାଲିଲାରେ ବାପା, ଇଏ ଆହୁରି ଚମତ୍କାର କଥା। କଥଂ ବିନା ରୋମ ହର୍ଷಂ ଦ୍ରବତ୍ସା ଚେତସା ବିନା, କଥଂ ବିନା ରୋମ ହର୍ଷం ଦ୍ରବତା ଚେତସା ବିନା, ବିନା ନନ୍ଦାଶ୍ରୁ କଳୟା। ଜୟ ଜଗନ୍ନାଥ।
शुद्ध्यत भक्त्याग बिना आशय। अरे बापा आशय ये अंतकरण शुद्धि हवा दरकार तो ना हो ये भितर पूरा कामना गंठी पड़ी रही से गंठी फिटार ना से गंठी फिटार ना ये फिटो ना फिटी पार असंग शस्त्रेण दृढ़े न छित्वा गीता भी कहते संगहीन हो जा इंद्रिय सहित विषय संपर्क छाड़ीदे इंद्रिय विजेता होगी जदि कष्ट करूँ ताले सी गंठी फिटिज छाड़ीज ना सहज कथा नुहे तेणु कथम बिना रोमहर्षम आ तुम्हें सत कौच जीवदया करुच तपस्या करुच सब कर भाव भक्ति नहीं हेनी जी जार भक्ति रही से तार रूप स्वरूपटा कौन आमको कहना आम सेमती हवा ना शुणु उद्धव प्रभु कहते कथम बिना रोमहर्षम प्रभु कथा कहूच नहीं कि जदि शरीर रोमांचित न होने कथा को जो अनुभव करूँ केवल ऊपर ठौरिया कथा कहूँ कि भक्ति नुहे अनुभव करने को अनुभव कले बड़े शरीर रोमांचित हो द्रवता चेतसा बिना चित्तटा द्रवीभूत हो द्रवीभूत कौन एमती कही कि बुझीपार ना सत कथा द्रवीभूत हो कौन चित्त ना चित्तटा समस्त चित्त संसार गोटे द्रवण है लुण गोटे लुण को पानी आम पकाचे पानी पकई 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 लुण मिल जाऊ शेष को मिल ना रही गुंड होटा द्रवण प्रस्तुत ठीक सेमती चित्त बर्तमान संसारमय समस्त अच्छे से संसार हटई ताकू कृष्णमय करदे को हम चित्त एवं कृष्ण पानी एवं लुण द्रवण होगा भाया चित्तटा कृष्णमय हो दरकार ता ना है द्रवता चेतसा बिना यही प्रकार चित्त जदि द्रवीभूत न हुए चित्त जदि कृष्णमय न हो पारा कृष्ण कथा कही शरीर रोमांचित होगला रोमांचित हो पारा ना ताहले श्रम एव ही केवल बोले अଯଥା परिश्रम करुना या ना कौन भक्ति भक्ति भाव से किसी ना बिना आनंदाश्रु कलयागा एवं प्रभुंकर आनंदाश्रु पाठ करी धार धार लुह गड़ी न पारा ताले तार किसी अर्थ नहीं आनंदाश्रु कलया बिना शुद्धेत भक्तिया विनाशय आश्रय मान चित्त चित्त शुद्धि हाँपाई युवाक दरकार जो जो मुहूर्त शरीर रोमांचित हो कंठ गदगद होगा आखिर लुह बही आसला सांगे सांगे सी जो अनुभव नुह कि सबुठार चमत्कार आईटा चित्त जबरदस्त शुद्धिता द्वारा होगा से स्थिति रे पहुँचले ता भिन्न प्रकार अनुभव आसो ये कौन सी भूल नहीं तो ये गुड़ाक सात्विक विकार बा सात्विक भाव ये भाव न आसला पर्यंत तुम्हें जदि किसी भी कर तार विशेष लाभ किसी नहीं कारण भक्ति नहीं भक्ति थी अनुभव हो पार भक्ति न हवा फल श्रम ये ही केवल केवल श्रम किंतु अଯଥା नुहे एमती श्रम करू करू पुणी ठीक हो ये सहज तो सब हुए यहाँ कष्ट साध्य सहज कौन गोटे जन्म कहार कि जन्म जन्मांतर साधना बहु पुण्य फल बहु जन्मर साधना पर भगवान को पाखक मन जीव एवं पूरा प्रेम हो ये सहज कथा नुहे तेणु से निरर्थक नुहे किंतु भी आउरी साधना अधिका दरकार तापर कहते बाक काम आहरी जमाईदेला बाक गदगदा द्रवते जस्य चित्तम रुदत्रभिक्षम हसति क्वचिच्च विलज्ज उद्गायति नृत्य तेज मदभक्तियुक्त भुवनम पुनाति मदभक्तियुक्त भुवनम पुनाति कौन कहला मो भक्ति जो व्यक्तिटा मो भक्ति युक्त हो जाए से निजको खाली पवित्र कैनि ता कथा शुणिले अन्य माने अध्य पवित्र हो जाती एवं अन्य मान चित्तरे भगवान आविर्भाव हो ये जमी अनुभव कर
ତାକୁ ଲକ୍ଷ୍ୟ କରି ଅନ୍ୟମାନେ ମଧ୍ୟ ଠିକ୍ ତାହା ହେଇଯାଇପାରିବେ। ସୁନ୍ଦର କଥା କହିଲେ, ବୋଲେ ବାକ୍ ଗଦଗଦା, ଗଦଗଦ ବଚନ। ଆହୁରି ଦ୍ରବତେଜସ୍ୟ ଚିତ୍ତମ୍, ଯାହାର ଚିତ୍ତ ଦ୍ରବୀଭୂତ ହେଇଯାଏ, ଦ୍ରବଣରେ ପରିଣତ ହେଇଯାଏ, କୃଷ୍ଣମୟ ହେଇଯିବ, ସେ ଲୋକଟା କ'ଣ କରିବ? ଇଏ କୃଷ୍ଣ ସମ୍ପର୍କିତ କଥାକୁ ଗଦଗଦ କଣ୍ଠରେ କହିବାକୁ ଲାଗିବ। ଏବଂ ରୁଦତି ଅଭିକ୍ରମ, କେତେବେଳେ କାନ୍ଦୁଥିବ, କେତେବେଳେ ହସ ମାରୁଥିବ, କେତେବେଳେ ହସୁଥିବ, କେତେବେଳେ କାନ୍ଦୁଥିବ। କ୍ୱଚିତ୍ ହସତି ରୁଦତି ଅଭିକ୍ରମ ବିଲଜ୍ଜୟା, ବିଲଜ ଉଦ୍ଗାୟତେ ନୃତ୍ୟତେ ଚ, ଲାଜ ଛାଡ଼ିକିରି ଗାନ କରୁଥିବ, ଗୀତ ବୋଲିବା ଲାଜ ମାଡ଼ିବ। କୀର୍ତ୍ତନ ଚାଲିଛି, ଆମେ ସେ ଭିତରେ ବସିକି ତାଳି ମାଳ କରି ରିନି ବଜେଇଲେ ଚାହୁଁଥିବା କିଏ ଗୋଟେ ଦେଖିଦେବ କି ଘରେ କ'ଣ ହେଇଗଲା, ଅସମ୍ମାନ କଥା। ନା, ଲାଜ ତାକୁ ମାଡ଼ିବନି ଯେ ପ୍ରକୃତ ସଚ୍ଚା ଭକ୍ତ। ବିଲଜ୍ଜ ଉଦ୍ଗାୟତେ, ଲଜ୍ଜା ଛାଡ଼ିକିରି ଗାନ କରିବ। ଏବଂ ନୃତ୍ୟ ତେଜ ଚୈତନ୍ୟ ଭଳିଆ ଦଣ୍ଡ କୀର୍ତ୍ତନ କରିବରେ। ଆଉ ସେଇଟା ତ ଭକ୍ତି, ଆଉ ସେଇଟା ତ ଭାବ, ଆଉ ସେଇ ଭିତରେ ତ ପ୍ରଭୁ ରହିଛନ୍ତି। ଆଉ ସେଇଟା ହିଁ ଆନନ୍ଦ। ଏଇ ଯେଉଁ ହାତ ଗୋଡ଼ ଟେକି ଚୈତନ୍ୟ ରୂପଟା ନୁହେଁ କି ହାତ ଟେକା ହେଇକିରି ନାଟ, ସେଇ ଭିତରେ ହିଁ ଭଗବାନ ଅଛନ୍ତି। ବିଲଜ୍ଜ ଲଜ୍ଜାହୀନ ହେଇକିରି ଉଦଣ୍ଡ କୀର୍ତ୍ତନ ନୃତ୍ୟ ତେଜ ମଦଭକ୍ତି ଯୁକ୍ତ, এই প্রকার মোর ভক্তিরে যুক্ত হইকি ই যে প্রকার আচরণ কুহগলা এ কথা করব, লজ্জাহীন হইকি উদণ্ড কীর্তন, কেতবে কান্দুছি তো কেতবে হসুছি, কণ্ঠ গদগদ হইকি অনর্গল কହୁଛି। ଏ ପ୍ରକାର ଭକ୍ତୁଟା ସେଇଟା କାହିଁକି ହେଉଛି ଏମିତି ନା ମଦଭକ୍ତି ଯୁକ୍ତ, ତା ଭିତରେ ମୋର ଭକ୍ତି ଭାବ ଆସିଯାଇଛି ରେ। ତେଣୁ ଭୁବନମ୍ ପୁନାତି, ସେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡକୁ ପବିତ୍ର କରିଦେବ। ଯଥା ଘୃଣାଗା ହେମମଳମ୍ ଜହାତି, ଭାନ୍ତମ୍ ପୁନଃ ସ୍ୱଂ ଭଜତେ ଚ ରୂପମ୍। ସରଳ ଏବଂ ସୁନ୍ଦର ପାଠ। ଇଏ କିଟିକିଟିଆ ଅନେକ ଶବ୍ଦ ଆଦୌ ଜଣାପଡ଼ୁନି ଏମିତି ଶ୍ଲୋକ ଅଛନ୍ତି, କିନ୍ତୁ ଇଏ ସବୁ ସ୍ପଷ୍ଟ ଏବଂ ଭଲ ଭାବରେ ଅନୁଭବ କରିହେଉଛି। ଯଥା ଅଗ୍ନିନା ହେମମଳମ୍ ଜହାତି, ଭାନ୍ତମ୍ ପୁନଃ ସ୍ୱଂ ଭଜତେ ଚ ରୂପମ୍। आत्मा च कर्मानुशयम विधूय मदभक्ति जोगे न भजत्यथोमांग। कहले यथाग्नि हेममलम जहाती, अग्नि रे सुना को आउटेले टांगणा फाणा टे पकई दी ताको आउटे देबे, ता देहरे जेते मैला थियो अर्थात सुना व्यतीत अन्य कौन धातु थियो सब जलीन पाउंस होइब, सुना दाउद होइकी ता भितर बाहरियो। यथा अग्निना हेम मलम जहाती, हेम माने सुनारे थिबा, मल माने मैला अंश, अग्नि पोड़िकी पाउंस कर दिए, सुना दीप्यमान होकर बाहर। भ्रांतं पुनः स्वं भजते च रूपं। मते निर्मल भक्ति कले मनुष्य से हीपरी भक्ति जोग द्वारा तार कर्म ता मते से भक्ति जड़े गला तार हम कौन? सुनाटा मैलायुक्त खादयुक्त सुना निआरे पोड़ीदे खाद पोड़ी दीप्यमान हो सुना बाहर। सेमती मते भक्ति करुवा लोकटार चित्त चित्त भितर जमाट बांधिक जो संसार कामना बासना मैला गुड़ाक सी भक्ति रूप अग्नि बा ज्ञानाग्नि पोड़िक भस्म हो एवं सुना जमी मैला पोड़गला पर दीप्यमान की बाहर भक्त भक्तिभाव द्वारा ता अंतकरण समस्त मैला पोड़िक भस्म हो जाए एवं सी भगवान का आशीर्वाद पाई जाए, कर्मवासना तार सब हटि जाए। आत्मा च कर्मानुशयम विधूय, कर्म सांसारिक कामना वासना को चिंता करुवा मनुटा भितर समस्त कामना वासना नष्ट हो एवं मन देकर प्रभु पाखे लगे। तेणु मदभक्ति युक्ते न भजत्यथोमांग, तेणु मोर भक्ति युक्त होकर मते ही भजन कर चल। जदि किसी कमी अच्छी चेष्टा कर चल, जीवरे न हवा जिनस नुहे। प्रभुंर आशीर्वाद नाला हेनी,
କିନ୍ତୁ ପ୍ରଭୁ ତ ଆଶୀର୍ବାଦ କରିବେ। ତେବେ ଚେଷ୍ଟା କଲେ, କିଛି ନ କଲେ ତ କିଛି ହେବ ନାହିଁ, କିନ୍ତୁ କିଛି କଲେ ପ୍ରଭୁ ଯେତେବେଳେ ଦେଖିଲେ ନାହିଁ ଏଇଟା ଜମା ଛାଡ଼ିବନି। ଇଏ ଯେତେବେଳେ ଧ୍ରୁବ ତାଙ୍କୁ ଆଗ ବତେଇଲେ, ଏଡ଼ିକି ଟିକେ ପିଲା କ'ଣ ଗୋଟେ ମା' କହିଦେଲା, ଆରେ ତୋର ପୁଣି ମାନ ଅପମାନ ଏତେ କଥା ତୁ ଶିଖିଲୁ କେଉଁଠୁରେ? 5 ବର୍ଷ ପିଲାଟା କଣ୍ଢେଇ ଖେଳିବା ଲୋକ, ତୁ ଜଙ୍ଗଲକୁ କ'ଣ ବସି ଆସିଛୁ? ତୋତେ ଏତେ ତୋର ତୁ ଗୋଟେ ଅପମାନ ମାନ କେଉଁଠି ଜାଣିଲୁ? ମୁଁ ତ କିଛି ବୁଝିପାରୁନି। କ'ଣ ଗୋଟେ କହିଦେଲା ସବୁ ସହିକିରି ରହିଯିବା କଥା ନା। ଆଉ ତୋର ବୟସ ହେଇନି, ଏଠି ବାଘ ଭାଲୁ ସିଂହ ଅନେକ ଅଛନ୍ତି, ଚଳୁ କରିଦେବେ। ଜଙ୍ଗଲରେ କ'ଣ ଏଡ଼ିଟିଆନ ପିଲା ଆସିକି ବୁଲନ୍ତି? ତାକୁ ହାଙ୍ଗୁଣିଆ କଲେ, କୌଣସି ପ୍ରକାର ତୁ ପଳା, ଏଠି ତୋର ସମୟ ହେଇନି କି ତପସ୍ୟା କରିପାରିବୁନି। କିନ୍ତୁ କ'ଣ ହେଲା? ଧ୍ରୁବ କହିଲେ, ପ୍ରଭୁ ସେସବୁ ପାଠରେ ମୋ ପାଖରେ ସେଗୁଡ଼ାକ ଶୁଣିବାର ନାହିଁ। ମୁଁ ଆସିଛି ମାନେ ମୁଁ ମରିଯିବି ସିନା, ମୁଁ ଲେଉଟିବାର ନାହିଁ। ଆଉ ମୋତେ ଭଗବାନଙ୍କୁ ତପସ୍ୟା କରିବାକୁ, କାହିଁକି ନା ମୁଁ ସେଠି ଗଲେ ମୋର ତ ସେଠି କିଛି ପାଇବାର ନାହିଁ। ମୁଁ ଯାହା ପାଇବା ପାଇଁ ମୋ ଇଚ୍ଛା ସେ ତ ମୋତେ ମିଳିବନି। ସେ ମା' କହୁଛି ତୁ ମୋ ଗର୍ଭରୁ ଜନ୍ମ ହେଲେ ଯାଇକି ରଜା ପିଲା ହେଇଥିଲି, ତୋତେ ରାଜଗାଦି ମିଳିବନି, ମୋ ଗର୍ଭରୁ ଜନ୍ମ ହେବାକୁ ପଡ଼ିବ ଆଉ ଥରେ ମରିକିରି। ଆଉ ମରିକିରି ତା ଆଗରେ ଜନ୍ମ ହେବି କ'ଣ? ନ ମରିକିରି ମୁଁ କେମିତି ପାଇବି? ସେଇଟା ବାଟ ହେଲା ଏଇଟା। ମରିକିରି ତା ଆଗର ବେଳେ ଜନ୍ମ ରାଜଗାଦି ପାଇବି, ସେ ତ ଭଳିଆ ପାଠ ନୁହଁ। କିନ୍ତୁ ବଞ୍ଚିକିରି ଏମିତି ଭଗବାନଙ୍କୁ ଡାକିଲେ ମୁଁ ରାଜଗାଦି ପାଇବି, ଏ କଥା ମୋ ମା' ବତେଇଛି। ସେ ସାବତ ମା' ବତେଇଲା ମୋରେ ଆଉ ଥରେ ଜନ୍ମ ହ, ସେଇଟା ପାଠ ନୁହଁ, ଶତ୍ରୁଟା ସିଏ କହିଦେଲା। କିନ୍ତୁ ମୋ ମା' କ'ଣ କହିଲା? ପଳାରେ ପୁଅ, ଆଉ ବାଟ ନାହିଁ, ଗୋଟିଏ ତ ବାଟ, ପ୍ରଭୁ ଚାହିଁଲେ ସବୁ ହେଇଯିବ। ତେଣୁ ଏଇ ଯେଉଁ ପାଠ କୁଆଡ଼େ ପକାଇଲା? କାହିଁକି କର୍ମାନୁଷୟ ବିଧୁ ଭକ୍ତି ଯୋଗେ ନା। ତେଣୁ ଜିନିଷ ହେଲା କ'ଣ? ତେଣୁ ଏଇ ଯେଉଁ ଆମର ଧ୍ରୁବ, ସେ ମନ ଦୃଢ଼ ତାଙ୍କର ହେଇଗଲା ଯେ ଏଇଥିରେ ଚେଷ୍ଟା କରିବି, ଭଗବାନଙ୍କୁ ପାଇବି, ନହେଲେ ମରିବି ସିନା ଏଥିରୁ ଯିବିନି। ଏହି ପ୍ରକାର ଦୃଢ଼ ଭାବନାରେ ଯଦି ରହିବ ତାହେଲେ ଭକ୍ତିଭାବ ଜାଗ୍ରତ ହେବ ଏବଂ ଭଗବାନ ମିଳିଯିବେ। କୁଆଡ଼େ କ'ଣ କହିଲି, ଗୋଟେ ପ୍ରେମରେ କହିଦେଲି, ମୂଳ ଲିଙ୍ଗ ଶେଷ ଜୟ ନା ଠିକ୍ ପାଠ ଗୋଳମାଳ କିଛି ହେଇନି। ତା'ର କହିବାର ତାତ୍ପର୍ଯ୍ୟ ହେଲା ଯେ ଭଗବାନଙ୍କୁ ପାଇବା ପାଇଁ ହେଲେ ହତାଶ ହୁଅନି, ନ ମିଳିବେ ସେ କଥା ନୁହଁ। ତୁମର କାମନା ପୂର୍ତ୍ତି ହେବ, କିନ୍ତୁ କଠୋର ସାଧନା କଲେ ନିଶ୍ଚୟ ମିଳିଯିବେ। ଧ୍ରୁବ ବି ପାଇଥିଲେ। ଯଥାତ୍ମା ପରିମୂର୍ଯ୍ୟତେ ସୌ ମତ ପୁଣ୍ୟଗାଥା ଶ୍ରବଣାଙ୍ଗା ବିଧାନୈ ତଥା ତଥା ପଶ୍ୟତି ବସ୍ତୁ ସୂକ୍ଷ୍ମଂ ଚକ୍ଷୁର ଯଥେବାନ୍ ଜନସନ୍ ପ୍ରଯୁକ୍ତ। କହିଲେ ଯଥାତ୍ମା ପରିମୂର୍ଯ୍ୟତେ ଅସୌ। ହେ ଉଦ୍ଧବ, ଔଷଧୀୟ ଅଞ୍ଜନ ଅଭ୍ୟାସ କରି ଲଗେଇଲେ ଚକ୍ଷୁର ଦୃଷ୍ଟିଶକ୍ତି ବଢ଼ିଯାଇ ଆଖି ଭଲ ଦେଖିପାରୁନି, ଟିକିଏ ଅକ୍ଷର ଦିଶୁନି। କିନ୍ତୁ ଏ ପ୍ରକାର ଆଇ ଡ୍ରପ୍ ଅଛି, ସବୁ ଔଷଧ ଯାହା ପକାଇଲେ କ'ଣ ଠିକ୍ ହେଇଯିବ। ଯଥାତ୍ମା ପରିମୂର୍ଯ୍ୟତେ ଅସୌ ମତ ପୁଣ୍ୟଗାଥା ଶ୍ରବଣାଙ୍ଗା ବିଧାନୈ ତଥା ତଥା ପଶ୍ୟତି ବସ୍ତୁ ସୂକ୍ଷ୍ମାଙ୍ଗୁ। ଆଖିକି ଦିଶୁନି, କିନ୍ତୁ ସୂକ୍ଷ୍ମ ବସ୍ତୁ ଦେଖିବାକୁ ଦରକାର ନାହିଁ କି? ପରୀକ୍ଷା କରିଦେଇକିରି ଆଖି ଔଷଧ ଅଛି, ତାକୁ ଟିକେ ଟିକେ ଅଞ୍ଜନ, ତାର ନା ଅଞ୍ଜନ ମାନେ ଆଇ ଡ୍ରପ୍, ଯଦି ତାକୁ ପକାଯାଏ ଆଖି ଭଲ ଦୃଶ୍ୟ ହେଉନଥିବା ଆଖି ଛୋଟ ଛୋଟ ଅକ୍ଷରକୁ ଦେଖିବା ମଧ୍ୟ ହେଇଯାଇପାରିବ। ଠିକ୍ ସେମିତି ପରିମୂର୍ଯ୍ୟତେ ଅସୌ, ସେମିତି ଆତ୍ମାଟା ପରମାତ୍ମାଙ୍କୁ ସାକ୍ଷାତକାର କରିବା ପାଇଁ ସଦାସର୍ବଦା ପ୍ରଚେଷ୍ଟା କରିବା କଥା। ଯଦି କରିପାରୁନି ତାହେଲେ ମତ ପୁଣ୍ୟ ଗାଥା ଶ୍ରବଣା ବିଧାନୈ କ'ଣ କଲେ ସେ ହେବ ନା ମତ ପୁଣ୍ୟ ଗାଥା ଶ୍ରବଣୈ। ମୋ ପୁଣ୍ୟ କଥା ଏ ଗୀତା ଭାଗବତରେ ସବୁ ଲେଖା ହେଇଛି, ତାକୁ ଟିକେ ଶୁଣୁ। ସେତିକି ହେଲେ କେବଳ ଶ୍ରବଣ ମାଧ୍ୟମରେ ଅନେକ କଥା ହେଇଯିବ। ମତ ପୁଣ୍ୟ ଗାଥା ଶ୍ରବଣା ବିଧାନୈ ଶ୍ରବଣ କରିବା ଦ୍ୱାରା ଆତ୍ମା ପରିମୂର୍ଯ୍ୟତେ, ଆତ୍ମା ଯେଉଁ ସଂସାରରେ ବାନ୍ଧି ହେଇକି ରହିଛି ସେ ସଂସାର ବନ୍ଧନ ହଟିବ, ମତ ପରାୟଣ ହୋଇଯିବ। ଯେମିତି ଦିଶୁନଥିବା ଆଖିରେ ଅଞ୍ଜନ ପକାଇଲେ ଆଖିଟା ଛୋଟ ଛୋଟ ଅକ୍ଷରକୁ ବି ଦେଖିବା ପାଇଁ ସମର୍ଥ ହୋଇଯାଇପାରିବ।
ସେମିତି ସଂସାରରେ ଆସକ୍ତ ଥିବା ଆତ୍ମା ବଦ୍ଧ ଜୀବ ଯଦି ଅନବରତ ମତ ପୁଣ୍ୟଗାଥା ଶ୍ରବଣ କରେ, ମୋର ପବିତ୍ର କଥା ଅମୃତମୟ ପବିତ୍ର କଥାକୁ ଶୁଣିବ, ତାହେଲେ ତା ଭିତରୁ ସଂସାର ହଟିଯିବ ଏବଂ ସେ କ୍ରମେ କ୍ରମେ ପାଇଯିବରେ ବିଷୟାନ୍ ଧ୍ୟାୟତ ଚିତ୍ତଂ ବିଷୟେଷୁ ବିସଜ୍ଜତେ ମାଂ ଅନୁସ୍ୱରତଃ ଚିତ୍ତମ୍ ମଜ୍ଜୈବ ପ୍ରବିଲିୟତେ। ଜୟ ଜଗନ୍ନାଥ। କି ସୁନ୍ଦର ଉଦାହରଣ। ବିଷୟାନ୍ ଧ୍ୟାୟତଃ ଚିତ୍ତମ୍ କଥା ତ ଯୋଡ଼େ, ମନ ଦୁଇଟା ଦୁଇ ଆଡ଼କୁ ଯିବ, ସଂସାର ଆଡ଼କୁ ଯିବ, ଭଗବାନ ଆଡ଼କୁ ଯିବ। ଯଦି ସଂସାର ଚିନ୍ତାର ଅତିରିକ୍ତ ଚିତ୍ତ କଥା କହୁଛନ୍ତି, ଭଲ ହେଲା। ଚିତ୍ତଟା ମନର ସ୍ଥିର ଅବସ୍ଥାଟା, ତେଣୁ ଯଦି ମନଟା ସ୍ଥିର ହୋଇକରି ଚିତ୍ତ ସ୍ତରକୁ ଯାଇକରି ବିଷୟାନ୍ ଧ୍ୟାୟତଃ ବିଷୟ ଧ୍ୟାନରେ ଲାଗିବ, ସ୍ଥିର ଚିତ୍ତ ହୋଇକରି ସଂସାର ବିଷୟକୁ ଚିନ୍ତା କରୁଥିବ, ତାହେଲେ କ'ଣ ହେବ? ବିଷୟେଷୁ ବିସଜ୍ଜତେ, ମନଟା ସଂସାରମୟ ବିଷୟମୟ ହେଇଯିବରେ, ତା ଦେହରେ ଆଉ କିଛି ନଥିବ, ସେ ବିଷୟ ହେଇଯାଇଥିବ। କିନ୍ତୁ ଯଦି ମାଂ ଅନୁସ୍ମରତଃ ଚିତ୍ତମ୍, ଅନବରତ ମୋତେ ସ୍ମରଣ କରିବାର ଚିତ୍ତ ଲାଗିଯାଏ, ମଜ୍ଜୈବ ପ୍ରବିଲିୟତେ, ତାହେଲେ ସିଏ ସେଇ ଚିତ୍ତଟା ମୋ ଠାରେ ଲୀନ ହୋଇଯିବ, ମାନେ କୃଷ୍ଣମୟ ହେଇଯିବ। କଥା ଦୁଇଟା, ସେଇ ଚିତ୍ତ ଯଦି ସଂସାର ଚିନ୍ତାରେ ଲାଗିଲା, ସେ ସଂସାରମୟ ହୋଇଯିବ। ଏବଂ ସେଇ ଚିତ୍ତ ସଂସାର ଛାଡ଼ି ଯଦି ମୋତେ ପାଇବା ଚିନ୍ତାରେ ଲାଗିଲା, ମୋର ସ୍ୱରୂପ ଚିନ୍ତନରେ ଲାଗିଲା, ମୋରି କଥା ଶୁଣିଲା, ତାହେଲେ ମନ ବଳେ କୃଷ୍ଣମୟ ହେଇଯିବ ମତ। ତେଣୁ ତସ୍ମାତ୍ ଅସତ୍ ଅଭିଧ୍ୟାନମ୍ ଯଥା ସ୍ୱପ୍ନ ମନୋରଥମ୍ ନିହିତ୍ୱା ମୟି ସମାଧତ୍ସ୍ୱ ମନଃ ମଦଭାବ ଭାବିତଂ। ତେଣୁ ମନଟାକୁ ଫୁର୍ସତ୍ ଦିଏନିରେ, ବୁଦ୍ଧିକି ଜାଗ୍ରତ କରିଦେ। ମନଟା ଚଗଲାଟା ପାଗଳଟା ଦୌଡ଼ିବ ଇଆଡ଼େ ବୋଲି ସିଆଡ଼େ, ବାଟ ଅବାଟ କିଛି ନାହିଁ, ଦୌଡ଼ିକିରି ମନର ନିର୍ଦ୍ଦେଶରେ ଦୌଡ଼ିକିରି ମରିଯାଉଛନ୍ତି ଲୋକ ଆତ୍ମହତ୍ୟା କଲା ପରି। ମନଃ ମଦଭାବ ଭାବିତମ୍, କିନ୍ତୁ ଯଦି ମନଟା ମୋର ଭାବନାରେ ଭାବିତ ହୋଇଯାଏ, ମାନେ ଅନବରତ ମୋ ଚିନ୍ତନରେ ରହିଗଲା, ସଂସାରକୁ ଛି କରିଦେଲା ପରେ ସଂସାର ଚିନ୍ତା ବଳେ ଛାଡ଼ିଯିବ, ଆଉ ସିଏ କ'ଣଟା କରିବ? ବଳେ ମୋତେ ଚିନ୍ତା କରିବ। ଏବଂ ଚିନ୍ତନରେ ରହିଲେ କ'ଣ ହେବ? ତସ୍ମାତ୍ ଅସତ୍ ଅଭିଧ୍ୟାନମ୍, ଅସତ୍ ଅସ୍ତି ଇତି ସତ୍, ଯିଏ ନାହିଁ ସିଏ ହେଲା ଅସତ୍। ଅସତ୍ ମାନେ ଅନାତ୍, ସତ୍ ହେଲା ଆତ୍ମବସ୍ତୁ, ଅସତ୍ ଅନାତ୍ମବସ୍ତୁ। ସତ୍ ବିଦ୍ୟା, ଅସତ୍ ଅବିଦ୍ୟା। ସତ୍ ବ୍ରହ୍ମ, ଅସତ୍ ମାୟା। ଏଇ ତ ପାଠ। ତେଣୁ ତସ୍ମାତ୍ ଅସତ୍ ଅଭିଧ୍ୟାନମ୍ ଯତ୍, ତେଣୁ ଯେଉଁ ଲୋକର ମନଟା ଅସତ ଆଡ଼େ ଯାଇଛି, ମାନେ ସଂସାର ଚିନ୍ତାରେ ବୁଡ଼ିକି ରହିଛି, ସେଟା ସ୍ୱପ୍ନ ଦେଖେ। ସଂସାର ଚିନ୍ତାରେ ବୁଡ଼ିକି ରହିଥିବା ମନଟା ଜାଗ୍ରତ ନୁହେଁ, ସେ ସ୍ୱପ୍ନ ଦେଖୁଛି ନା, ସଂସାର ଦେଖୁଛି ଯେ ସ୍ୱପ୍ନ ଦେଖୁଛି, ନାଇଁ କି? ସ୍ୱପ୍ନ ମନୋରଥମ୍ ହିତ୍ୱା, ତେଣୁ ସେ ସ୍ୱପ୍ନ ଛାଡ଼ିଦେରେ ଟିକେ ଜାଗ୍ରତ ହେଇଯା। ହିତ୍ୱା ମୟି ସମାଧତ୍ସ୍ୱ, ମନଟା ଭିତରୁ ସଂସାରକୁ ହଟେଇ ଦେଇ, ସଂସାର ଚିନ୍ତା କଲେ ଖାଲି ଦୁଃଖ ଭୋଗିବ ଏବଂ ଯାହା ଚିନ୍ତା କରୁଥିବ ଏମିତି କରିବି, ସେମିତି କରିବି, ଏମିତି ହେବ, ସେମିତି ହେବ, ଏଗୁଡ଼ାକ ଖାଲି ସ୍ୱପ୍ନ ଭଳିଆ ମିଥ୍ୟାରେ। ଖାଲି ମନକୁ କ'ଣ ବସିକିରି ଭାବିଲେ କ'ଣ ସବୁ ହେଇଯିବ? ତା ବି ପରିଶ୍ରମ ଦରକାର, ଟଙ୍କା ପଇସା ଖର୍ଚ୍ଚ ଦରକାର, ସବୁ କଲେ ଯାଇକି ହେବ ନା, ମାଗଣା କିଛି ହୁଏ? ତେଣୁ ସେ ପ୍ରକାର ସ୍ୱପ୍ନ ଦେଖିବା ବ୍ୟର୍ଥ, ତାକୁ ଛାଡ଼ିଦେ। ମୟି ସମାଧସ୍ୱ ମନଃ, ମୋ ଚରଣ ବିନ୍ଦୁରେ ମନଟାକୁ ଯୋଡ଼ିଦେରେ। ମନଃ ମଦଭାବ ଭାବିତମ୍, ମୋ ଭାବନାରେ ସଦାବେଳେ ମୋର ଭାବନାରେ ରହିଯାଉ, ସଦା ସର୍ବଦା ମୋର ଚିନ୍ତନ କରୁ, ତାପରେ ତାର ଗତି ଠିକ୍ ହେଇଯିବ। ସ୍ତ୍ରୀଣାଂ ସ୍ତ୍ରୀ ସଙ୍ଗୀନାଂ ସଙ୍ଗମ ତ୍ୟକ୍ତ୍ୱା ଦୂରତଃ ଆତ୍ମବାନ୍ କ୍ଷମେ ବିବିକ୍ତ ଆସୀନଃ ଚିନ୍ତୟେତ୍ ଚିନ୍ତୟେତ୍ ମମ ଅତନ୍ଦ୍ରିତଃ ଚିନ୍ତୟେତ୍ ମାଂ ଅତନ୍ଦ୍ରିତଃ। କହିଲେ ସ୍ତ୍ରୀଣାଂ ସ୍ତ୍ରୀ ସଙ୍ଗୀନାଂ ସଙ୍ଗମ,
ସ୍ତ୍ରୀ ହିଁ ମାୟା। ଭାଗବତ ଆଗ ସଦାବେଳେ ଲେଖା ହେଇଛି। ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଜାଣିବାକୁ ପାଇବା ସ୍ତ୍ରୀ ମାୟା ସବୁଠି। ତେଣୁ ସେ ସ୍ତ୍ରୀ ମାୟା, ମାୟା ମୂର୍ତ୍ତିମାନ ମାୟା, ରୂପିଣୀ ମାୟା ସ୍ତ୍ରୀ କି ଛାଡ଼େ। ସ୍ତ୍ରୀ ସଙ୍ଗୀନାଙ୍ଗ ସଙ୍ଗମ, ସ୍ତ୍ରୀ ସଙ୍ଗ କରୁଥିବା ବ୍ୟକ୍ତିଙ୍କର ସମ୍ପର୍କ ବି ଛାଡ଼ରେ। କାରଣ ତାଙ୍କ ସାଙ୍ଗରେ ବସିଲେ ସେ ବି ସେଇ ଆବୁର ଜାବୁର କଥା କହିବେ, ସେଇ ସ୍ତ୍ରୀ କଥା ବି କହିବେ। ଅନେକ କେତେ ସ୍ତ୍ରୀ ଭକ୍ତ ବାବାରେ ବାବା, ଆଉ ଖାଲି ତାରି କଥା କହୁଥିବେ ଅନବର୍ତ। ଅଛନ୍ତି ଗୋଟେ ସେମିତି। ତେବେ ସ୍ତ୍ରୀଣାଙ୍ଗ ସ୍ତ୍ରୀ ସଙ୍ଗୀନାଙ୍ଗ ସଙ୍ଗମ, ସ୍ତ୍ରୀ ସଙ୍ଗ ଛାଡ଼େ। ଆଉ ସ୍ତ୍ରୀ ସହିତ ଯେଉଁମାନେ ସମ୍ପୂର୍ଣ୍ଣ ଓତପ୍ରୋତ ଭାବରେ ଜଡ଼ିତ ହେଇକି ତା କଥା କହୁଛି ସେ ଲୋକ ଗୁଡ଼ା ସଙ୍ଗ ଛାଡ଼େ। କେଉତ୍ୱା ଦୂରତଃ, ସେଟା ଦୂରରୁ ବର୍ଜନ କରେ। ସ୍ତ୍ରୀ ପାଖାପାଖି ବସେ ଟିକେ ଦୂରେଇକି ରହୁତା। ଦୂରତଃ ଆତ୍ମବାନ, ଯିଏ ପ୍ରକୃତରେ ଆତ୍ମବାନ, ମୁଁ ଗୋଟିଏ ଆତ୍ମା ଏବଂ ପରମାତ୍ମାଙ୍କୁ ପାଇବ ମୋର ଲକ୍ଷ୍ୟ, ଏ ପ୍ରକାର ଚିନ୍ତନ ଯାହାର ହେଇଗଲାଣି, ଏ ପ୍ରକାର ସିଦ୍ଧାନ୍ତ ଯିଏ କରିଦେଲାଣି, ସେ ଆଗ ସ୍ତ୍ରୀ ସଙ୍ଗ ଛାଡ଼ୁ ଏବଂ ସ୍ତ୍ରୀ ସଙ୍ଗ କରୁଥିବା ବ୍ୟକ୍ତିମାନଙ୍କର ସମ୍ପର୍କକୁ ମଧ୍ୟ ଛାଡ଼ି ଦଉରେ। ବୋଇଲେ ଯାଇକିରି କିଛି ପାଇବୁ, ନହେଲେ ମୋଟେ ତ କିଛି ହେବ ନାହିଁ। କ୍ଷେମେ ବିବିକ୍ତ ଆସୀନ, ବିବିକ୍ତ ଦୁଇ ଚାରି ଜଣଙ୍କ ଭିତରେ ବସେନି, ସେ ଏକୁଟିଆ। ବିବିକ୍ତ ମାନେ ନିର୍ଜନ ସ୍ଥାନରେ ଏକାକୀ ବସ। ଆସୀନ ଚିନ୍ତୟେତ ମାଙ୍ଗ ତନ୍ଦ୍ରିତ, ନିର୍ଜନ ସ୍ଥାନରେ ଏକୁଟିଆ ବସିକିରି ହୋ ଧୋ ଧୋଉଥିବ। ସେ କ'ଣଟେ କରିବୁ, ଘର ଭିତରେ ନିଆଁ ଜଳୁଥିବ, କିଛି ବଡ଼ ପାଟି ହୋ ଧୋ ଧୋ ନୁହଁ କି। ବଚନରେ ଦେବତା, ବଚନ ଦେବତା ଅଗ୍ନି। ତେଣୁ ସେ ଘର ଜଳିଲା ପିଲା ଲାଗିବ, ପାଲ ସେ ଘରେ ରହିଲେ ପ୍ରାଣ ଛାଡ଼ିବ। ତେଣୁ ଏସବୁ ସଂସାରକୁ ଛାଡ଼ିଦେ। ତାକୁ କ'ଣ କରିବୁ, ସ୍ତ୍ରୀ କି ଛାଡ଼େ, ସ୍ତ୍ରୀ ସଙ୍ଗ କରୁଥିବା ବ୍ୟକ୍ତିକି ମଧ୍ୟ ଛାଡ଼ିଦେ। ତାଙ୍କ ସାଙ୍ଗରେ ବସିଲେ ସେ ସଂସାର କଥା କେବଳ କହିବେ, ସେଠି କିଛି ନାହିଁ ତାଙ୍କ, ସେ ଆଉ କିଛି ଜାଣନ୍ତିନି। ତେଣୁ ତୁ ଯଦି ଆତ୍ମବାନ, ତୁ ଜଣେ ଗୋଟିଏ ଆତ୍ମା ଏବଂ ପରମାତ୍ମାକୁ ପାଇବା ତୋର କର୍ତ୍ତବ୍ୟ କଥା ବୁଝିସାରିଛୁ। ତେଣୁ ତୋର କଲ୍ୟାଣ ହେବ। ନିର୍ଜନ ସ୍ଥାନରେ ବସରେ ଆସନ ଜମେଇକିରି ବସିକିରି ଚିନ୍ତୟେତ ମାଙ୍ଗ ତନ୍ଦ୍ରିତ, ଶାନ୍ତ ଅବସ୍ଥାରେ ବସିଯା ଏବଂ ମୋ ଚିନ୍ତନରେ ଲାଗିଯାରେ। ବଳେ ନିରବରେ ବସିବାଟା ମଧ୍ୟ ଗୋଟେ ସାଧନା। ତାଦ୍ୱାରା ପ୍ରାଣବାୟୁ ଏବଂ ମନ ସଂଯତ ହେଇଯିବ, ଶୃଙ୍ଖଳିତ ହେଇଯିବ। ତା ମିଶି ବି ହେଇକି ପ୍ରାଣାୟାମ, କେବଳ ଚୁପ୍ ସାଧନା, କିଛି କରିବା ଦରକାର ନାହିଁ। ମନ୍ତ୍ର ଫନ୍ତ୍ର ଦିନ ଦେବତା ଚିନ୍ତନ ନାହିଁ, ଖାଲି ବସୁନ ଏମିତି କରିକି ବସିଥିବ। ଖାଲି ସଂସାର ଚିନ୍ତା କରିବୁନି, ବସିକି ସଂସାର ଚିନ୍ତା କରିବ ପାଲ। ସଂସାର ଚିନ୍ତା ନକରି ଚୁପଚାପ ବସ। ବସିଲେ ତା ଭିତରୁ ଓଙ୍କାରନାଦ ଆସିବ ଏବଂ ସ୍ଥିର ହେଇଗଲେ ଓଙ୍କାରନାଦ ବାହାରିବ ଏବଂ ଜ୍ୟୋତି ଦର୍ଶନ ହେବ, ସବୁକିଛି ବି ହେଇପାରିବ। ଏଇଟା ବି ପାଠ। ତେଣୁକରି ବଳେ ତା ଦେହରେ ପ୍ରାଣାୟାମ ହେବ। ପ୍ରାଣାୟାମ ହେଲେ ଏଇଗୁଡ଼ା ସବୁ ହେବ। ତେଣୁ ଜନଗହଳି ଜାଗାରେ ହେବନି, ନିର୍ଜନ ସ୍ଥାନରେ ବସିକିରି ସେ କଥା କର। ନ ତଥା ଅସ୍ୟ ଭବେତ କ୍ଲେଶଃ ବନ୍ଧ ସାନ୍ୟ ପ୍ରସଙ୍ଗତଃ ଯୋଷିତ ସଙ୍ଗାତ ଯଥା ପୁଂସଃ ଯଥା ତତ୍ ସଙ୍ଗୀ ସଙ୍ଗତଃ। ଏଠି ଜଣେ ପ୍ରଶ୍ନ କରିବ, ଆଉ ତୁମକୁ କେହି ମିଳେନି, ଖାଲି ସ୍ତ୍ରୀ ଗୁଡ଼ାକ କ'ଣ ନିନ୍ଦା କରି ଚାଲିଛ? ଯେଉଁଠି ଦେଖା ଆସିକି ସ୍ତ୍ରୀ 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 ସଙ୍ଗ ଛାଡ଼େ, ସ୍ତ୍ରୀ ସଙ୍ଗ କରୁଥିବା ଲୋକକୁ ଛାଡ଼େ। ଏଇଗୁଡ଼ା କି ଖାଲି ତ କହୁଛ, ଏଗୁଡ଼ା ସବୁଠି କ'ଣ ଆଉ କ'ଣ ଖାଲି ଏଇଗୁଡ଼ାକ ମାୟା, ଇଏ ହିଁ ସଂସାର ଘଟୁଛି ନା ଆଉ କ'ଣଟେ କି? ନ ତଥା ଅସ୍ୟ ଭବେତ କ୍ଲେଶଃ ବନ୍ଧ ଚାନ୍ୟ ପ୍ରସଙ୍ଗତଃ। ଏଇ ଯେଉଁ କାମ ଭାବ, ୟାଠୁ ବଳିକିରି ଅସଂଯତେନ୍ଦ୍ରିୟ ଆଉ ନାହିଁ। ସିଏ ହିଁ ବାନ୍ଧି ପକାଏ ମଣିଷକୁ। ଭବେତ କ୍ଲେଶଃ, ଏବଂ ତାକୁ କଷ୍ଟ, ବଡ଼ କଷ୍ଟ କଲେ ମଧ୍ୟ ସେ ସହଜରେ ସଂଯତ ହେବନି। ସବୁଠାରୁ ବଦମାସ ହେଲା ଜନନେନ୍ଦ୍ରିୟ। ତେଣୁ ବଦ୍ଧ ଅନ୍ୟ ପ୍ରସଙ୍ଗତଃ, ଅନ୍ୟ ଇନ୍ଦ୍ରିୟମାନେ ସଂଯତ ହେଇଯାଇପାରିବେ, କିନ୍ତୁ ଏ ଜନନେନ୍ଦ୍ରିୟ ସହଜ ନୁହେଁରେ। ତେଣୁ ଯୋଷିତ ସଙ୍ଗାତ ଯଥା ପୁରୁଷଃ, ତେଣୁ ସ୍ତ୍ରୀ ସମ୍ପର୍କରୁ ପୁରୁଷ ଯେତିକି ଉଚ୍ଛୃଙ୍ଖଳିତ ହେଇଯିବ, କୌଣସି ଇନ୍ଦ୍ରିୟ ସମ୍ପର୍କରୁ ସେ ପ୍ରକାର ହେଇପାରିବ ନାହିଁ।
ପୁଂସ ଯଥା ତତ୍ ସଙ୍ଗୀ ସଙ୍ଗତଃ ସ୍ତ୍ରୀ ସମ୍ପର୍କ ହେଉ ବା ସ୍ତ୍ରୀ ସମ୍ପର୍କ କରୁଥିବା ପୁରୁଷ ସହିତ ଯୋଗାଯୋଗ ରଖିଲେ ସେ ଏ ପ୍ରକାର ସଂସାରରେ ବାନ୍ଧି ହେଇଯିବ ତାର ଆଉ ଉଦ୍ଧାରର ବାଟ ବନ୍ଦ ଠପ୍ ହୋଇଯିବ। ଏଇଟା ସିଦ୍ଧାନ୍ତ କଥା। ତେଣୁ ଆମେ ବାରମ୍ବାର ଏ କଥା କହୁଛୁ ତାକୁ ଛାଡ଼େ ତାହେଲେ ଭଗବାନଙ୍କ ଆଡ଼କୁ ଚିତ୍ତ ଯିବ। ଏ କଥା ପ୍ରଭୁ ଜ୍ଞାନ ଗୁଡ଼ାକ କହିଦେଲେ। ବର୍ତ୍ତମାନ ଜ୍ଞାନ ପାଠ ଉଦ୍ଧବ ଏବେ କହିବେ। ଉଦ୍ଧବ କହୁଛନ୍ତି ଯଥା ତ୍ୱାଂ ଅରବିନ୍ଦାକ୍ଷ ଯାଦୃଶଂ ବା ଯଥାତ୍ମଜಂ ଧ୍ୟାୟେତ୍ ମୁମୁକ୍ଷୁ ଏତନ୍ମେ ଧ୍ୟାନଂ ଭକ୍ତୁମର୍ହସିଂ। ଉଦ୍ଧବ କହିଲେ ଠିକ୍ ଅଛି, ବୁଝିଗଲି। ଭକ୍ତି ଦ୍ୱାରା ଆପଣ ମିଳନ୍ତି, ଆଉ କିଛି ହେଲେ ହେବନି ସାଧନା। ଗୋଟିଏ ମାତ୍ର ଏକମାତ୍ର ଏକୟା କେବଳ ୟା ଭକ୍ତିଆ ଲଭ୍ୟ। କେବଳ ଆପଣ ଏକମାତ୍ର ଭକ୍ତି ଦ୍ୱାରା ଲାଭ କରାଯାଇପାରିବେ। ଭଲ ହେଲା, ମୁଁ ବୁଝିଲି। ଯଥାତ୍ୱାଂ ଅରବିନ୍ଦାକ୍ଷ ଯାଦୃଶଂ ବା ଯଦାତ୍ମକଂ। ହେ ପ୍ରଭୁ, ହେ ଅରବିନ୍ଦାକ୍ଷ କି ପଦ୍ମନୟନ, କେମିତିକା ଆପଣଙ୍କୁ ଯାଦୃଶଂ ବା ଯଥାତ୍ମକଂ ଶ୍ୟାମ ସୁନ୍ଦର। ମୁମୁକ୍ଷୁ ଯିବ ଆପଣଙ୍କୁ କିପରି ଭାବରେ କେଉଁ ରୂପରେ କେଉଁ ସ୍ୱରୂପକୁ ଧ୍ୟାନ କରିବା ଦ୍ୱାରା ଯଦାତ୍ମକମ୍ ଆତ୍ମାଟାକୁ କ'ଣ କରିବ ନା ପରମାତ୍ମାଙ୍କ ସହିତ ଯୋଗ କରିବ। ତେଣୁ ସେ ପରମାତ୍ମା ଜିନିଷଟା କ'ଣ ତାକୁ ଜାଣିବା ଦରକାର ନା ନାହିଁ। ତେଣୁ କ'ଣ କରିକିରି ଆପଣଙ୍କ ସହିତ ମେଳ ହୋଇଯାଇପାରିବ। କିଏ? ମୁମୁକ୍ଷୁ ଧ୍ୟାୟେତ୍ ମୁମୁକ୍ଷୁ। ତ ଆପଣଙ୍କର ସ୍ୱରୂପଟା କ'ଣ ସେଇଟା ଜାଣିଲା ପରେ ସେ ସ୍ୱରୂପ ଚିନ୍ତନ କରିକିରି ମୁମୁକ୍ଷୁ ସିନା ଆପଣଙ୍କ ସହିତ ମିଶିବ, ଆଉ ନହେଲେ କେମିତି ମିଶିବ? ଆପଣ ତ କହୁଛନ୍ତି ଭକ୍ତି ଭାବର ସହିତ ମୋ ସହିତ ଯୋଡ଼ି ହେଇଯା। ତୁମେ କିଏ? ସେ ତୁମ ରୂପରେଖ କାହିଁ କେଉଁଠି ଅଛି? ତୁମର ତ ଅବ୍ୟକ୍ତ ଅବସ୍ଥାରେ ତୁମେ ରହ ନା। ଇଏ ଅବତାର ନେଲା ପରେ କ'ଣ ଟିକେ ହୁଏ। ତେବେ ହେଲେ ସେଇଟା ପ୍ରକୃତ ସେ ଯେଉଁ ଅବତାର କୃଷ୍ଣ ଆପଣ ହେଇଛନ୍ତି ସେଇ ମୂର୍ତ୍ତି ଚିନ୍ତା କରିବା ନା ଅନ୍ୟ କ'ଣ ମୂର୍ତ୍ତି ଚିନ୍ତା କରାଯିବ? ଯାହା ଚିନ୍ତା କଲେ ମୁମୁକ୍ଷୁ ବ୍ୟକ୍ତିଟା ଧ୍ୟାୟେତ୍ ମୁମୁକ୍ଷୁ ଏ କେଉଁ ରୂପକୁ ଆପଣଙ୍କର ସ୍ୱରୂପଟା କ'ଣ, କାହାକୁ ଚିନ୍ତନ କଲେ ମୁମୁକ୍ଷୁ ଲୋକ ମୁକ୍ତି ହେଇଯିବ, ସେ କଥା ବକ୍ତୁଙ୍କ ରହସ୍ୟ। ମୋତେ ଟିକେ କହନ୍ତୁ ସେ କଥା, ଆପଣ କହିବା ପାଇଁ ଯୋଗ୍ୟ। ଆପଣ କେଉଁ ସ୍ୱରୂପରେ ଅଛନ୍ତି, କେଉଁ ସ୍ୱରୂପକୁ ଚିନ୍ତା କଲେ ମୁକ୍ତି ହେବ, ସେଇଟା ଆପଣ କହିବେ ନା ଆଉ ଜଣେ କିଏ ଜାଣିଛି କେମିତି କହିବ? ହଁ, ଆପଣଙ୍କ କଥା ଆପଣ କହିବେ, ଆଉ ଟିକେ କହନ୍ତୁ। ଆଉ ଏ କଥା ଉଦ୍ଧବ ପଚାରିଦେଲେ। ସୁନ୍ଦର ପ୍ରଶ୍ନ। ଭଗବାନ ଉବାଚ, ପ୍ରଭୁ କହୁଛନ୍ତି ଆହୁରି ଚମତ୍କାର କଥା ଆସିବ। କହିଲେ ସମ ଆସୀନଃ ସମକାୟ ଯଥା ସୁଖମ୍ ହସ୍ତୌ ଉଚ୍ଛଙ୍ଗ ଆଧାୟ ସ୍ୱନାସାଗ୍ର କୃତେ କ୍ଷଣ। ଏଠି ସାଧକ କ'ଣ କେମିତି ସାଧନା କରିବ ସୁନ୍ଦର ଭାବରେ ବର୍ଣ୍ଣନା କରାଗଲା। ଆରମ୍ଭ କରିଦେଲେ ଭଗବାନ। ସମ ଆସନ ଆସୀନଃ, ଆଗ ଗୋଟିଏ ନାତ୍ୟୁଚ୍ଛ୍ରିତଂ ନାତି ନୀଚଂ ଶୈଳାଜୀନ କୁଶୋତ୍ତରଂ, ମୁଠୁଣିଏ ଉଚ୍ଚରେ କରିବ। କାହିଁକି? ମୂଳାଧାର ସ୍ୱାଧିଷ୍ଠାନ ମଣିପୁର ଅନାହତ ଚକ୍ର ହୃଦୟଟା। ତେଣୁ ମୂଳାଧାର ଠାରୁ ହୃଦୟଟା ଯେତିକି ଉଚ୍ଚ କାମ ଆରମ୍ଭ କରିବ, ଅନାହତ ଚକ୍ର ଠାରୁ ଉପରକୁ ତଳୁକୁ ପାଠ କିଛି ନାହିଁ। ମୂଳାଧାରଟା ପୃଥିବୀ ତତ୍ତ୍ୱ, ଜମି ବାଡ଼ି ଚାଷବାସ କରିବା, କି ଫସଲ ଆଣିବା, ଆମକୁ ସବୁ କରିବା, ଖାଲି ସେଇଥିରେ ଲଟପଟ ହେବ। ତାପରେ ସ୍ୱାଧିଷ୍ଠାନ ଚକ୍ରଟା ରସତତ୍ତ୍ୱ, ସ୍ତ୍ରୀ ପିଲା ଘର ସଂସାର ଏଇ ଭିତରେ ସିଏ ଚାଲିଲା। ମଣିପୁର ଚକ୍ରଟା ଜିହ୍ୱା ଲାଳସା। ଏମିତି ସବୁ ହେଲେ ଖିଆ ହେବ ଆଜି, ଏଇଟା କିଛି ହେଇନି, ଏମିତି କହିଥିଲି ସେଟା ହେଲାନି, ଏମିତି କେମିତି ହେବ, ଏ ହେଲା ଖାଦ୍ୟ ଲାଳସା, ସେଠି ଆଉ କିଛି କାମ ନାହିଁ। ତେଣୁ ଏ ତିନି ଚକ୍ର ତ୍ରପିଲା ପରେ ଅନାହତ ଚକ୍ର, ସେଠି କିଛି ସେଗୁଡ଼ା କାମନା ଆସରା ନାହିଁ। ତେଣୁ ଅନାହତ ଚକ୍ର ପର୍ଯ୍ୟନ୍ତ ଆଗ ଯାଇକି ତାପରେ ବସିକି ସାଧନା କରେ। ତେଣୁ ଏଇଠୁ ଏତକ ଯେତିକି ଉଚ୍ଚ ତାହା ମୁଠୁଣିଆ ହେବ, ମାନେ ମାପି ଦିଅ ଛାତିର ଏଠୁ ତଳ ପର୍ଯ୍ୟନ୍ତ ଯେତିକି ହେଲା ସେତିକି ଉଚ୍ଚରେ ଆସନଟିଏ କରିବ। ତାପରେ ସମ୍ପୂର୍ଣ୍ଣ ଶରୀର ରହିପାରୁଥିବ ଯେତିକି ତମେ ହେଇଛ ଯାହା, ଏ ପ୍ରକାର ଆସନ କରିକି ବସ। ସମ ଆସନଙ୍ଗଆସୀନଃ ସମକାୟ, ଆସି ବଙ୍କା ହେଇଥିବ, ସେପଟୁ ବଙ୍କା ହେଇଥିବ, ଏମିତି ଝୁଙ୍କି ପଡ଼ିଥିବ ନା। ସିଧା ମେରୁଦଣ୍ଡକୁ ସିଧା କରି
ବେକକୁ ଭାଙ୍ଗିବ ତଳ ଆଡ଼ୁଆ, ଜିଭକୁ ଓଲଟେଇକି ରଖିବ। ଏହି ପ୍ରକାର ସ୍ଥିତିରେ ରହି ପ୍ରାଣାୟାମ ଆଚରଣ କରିବ। ସମକାୟ ଯଥା ସୁଖମ, ଏମିତି ଆସନରେ ବସିବ ଯେମିତି ଟିକେ ଦୀର୍ଘ ସମୟ ବସିପାରିବ। 2 ମିନିଟ୍ ବସା ଆସିକି ଉଲ୍ଟା ଚଞ୍ଚଳ ହେବ, ସେମିତି ହେଲେ ହେବନି। ପଦ୍ମାସନ ଫଦ୍ମାସନ ଦରକାର ନାହିଁ। ଏଆଡ଼ୁ ଗୋଟେ ଭିଡ଼ ଏପଟକୁ ଟେକିକିରି ଆଡ଼େ ଗୋଟେ କରୁଥିବ, ସିଏ ଦେଖା ଆସିକି ଛନ୍ଦିକିରି ବସି ଚାଲିଲା, ଆସିକି ସେ କାଟୁଥିବ ଫିଙ୍ଗି ଦିଅ, ସେମିତି ହେବନି। ଯେଉଁ ଆସନରେ ବସିଲେ ଦୀର୍ଘ ସମୟ ବସିବ ସେ ପ୍ରକାର ସୁଖାସନରେ ବସ। ହସ୍ତ ଉଚ୍ଛଙ୍ଗ ଆଧାୟ, ଉଚ୍ଛଙ୍ଗ ମାନେ କୋଳ, କୋଳ ଦେଶରେ ଏମିତି ଉପରକୁ ଉପର କରି ହାତକୁ ଥୁଅ, ଏ ପ୍ରକାର ବି ଏଠି କହୁଛନ୍ତି। ଠିକ୍ ଅଛି। ଉଚ୍ଛଙ୍ଗ ଆଧାୟ ସ୍ୱ ନାସାଗ୍ର କୃତେ କ୍ଷଣ, ଇ କ୍ଷଣ ମାନେ ଆଖିକି ନାସାଗ୍ରକୁ ଚାହାଁ, ଆଖିରେ ନାସା ଆଗରକୁ ଚାହାଁ, ନାସା ଆଗରୁ ତାକୁ ଆଖିରେ ଫିଟେଇକିରି ରଟକି ଚାହ। ଆଖିକି ମୁଜୁ, ମୁଦ୍ରିତ ନୟନରେ ଉର୍ଦ୍ଧକୁ ଡୋଳା ଟେକିକିରି ନାସାର ଅଗ୍ରଭାଗ ୟା ନା ବି ହେଇଯିବାର କିଛି ଅସୁବିଧା ନାହିଁ। କିନ୍ତୁ ଏଇଟା ନାସାର ଅଗ୍ର ନୁହଁ, ଏଇଟା ନାସାର ସମ୍ମୁଖ ଭାଗ, ନାସାର ଅଗ୍ରଟା ତ୍ରିକୁଟ। ତେଣୁ ଏ ତ୍ରିକୁଟ ଭିତରକୁ ମୁଦ୍ରିତ ନୟନରେ ଦେଖରେ ପାଠଟା ହେଲା। ତାହେଲେ ସମ୍ପ୍ରେକ୍ଷ ନାସିକାଗ୍ରଂଶମ୍, ନାସିକାଗ୍ରଂଶୋମ୍ ଦିଶସ୍ତା ନବଲୋକୟନ୍, ଗୀତାରେ କହିଛନ୍ତି। ଠିକ୍ ସେଇଆ, ପାଠ ଏପଟ ସେପଟ ନାହିଁ, ଭାଗବତ ଗୀତା ଜିନିଷ ଏକ। ତାହେଲେ କହିଲେ ପ୍ରାଣସ୍ୟ ଶୋଧୟତ ମାର୍ଗମ୍ ପୁର କୁମ୍ଭକ ରେଚକେ, ହିଁ ପ୍ରାଣାୟାମ ତ କରିବ, ବିନା ପ୍ରାଣାୟାମରେ ହେବନି। ତେଣୁ ବାୟୁ ଥୟ ହୋଇଗଲେ ମନ ବହୁତ ଥୟ ହୋଇଯିବ। ଖାଲି ମନକୁ ଥୟ କରିବା ସମ୍ଭବ ନୁହେଁ। ପବନ ଯେତିକି, ପବନ କ୍ଷିପ୍ର ଗତିରେ ଗଲାବେଳେ ମନ ସେମିତି ଉଡ଼ୁଥିବ। ତେଣୁ ବାୟୁ ଥୟ କରିବା ନିହାତି ଦରକାର, ଏବଂ ବାୟୁ ଥୟ କରିବା ତ ପ୍ରାଣାୟାମ। ତେଣୁକି ପ୍ରାଣସ୍ୟ ଶୋଧୟତ ମାର୍ଗମ୍, ପ୍ରାଣାୟାମ କରିବ ଯେ ଇଏ ନାସା ରନ୍ଧ୍ରୁଟା ସିନା ଠିକ୍ ଥିଲେ କେଉଁଠି ଶ୍ଳେଷ୍ମା କଫ ଫଫ ଅଟକିରି ସଡ଼ ସଡ଼ ହେଉଥିବ, କିଛି ହେବନି। ନାକ ସୁନ୍ଦର, କିଛି ନାହିଁ, କିଛି କେଉଁଠି ନାହିଁ। ଯଦି ସେ ଭିତରେ ସଂସା ସଡ଼ ସଡ଼ ହେଉଥିବ, ଜୀବନ ସେ ଟଣା ଉଟରା ନାକ ନଳି ଫାଟିଯିବ। ତେଣୁ ସେମିତି କରିବନି। ନାକ ପରିଷ୍କାର ହେବା ଦରକାର, ପରିଷ୍କାର ଯେମିତି ନିଶ୍ୱାସ ଯାଉଥିବ ଆସୁଥିବ ସଂସା ହେଇକିରି, ଏଇଟା ଆଗ ଦେଖିବ। ଏବଂ ଏଗୁଡ଼ାକ ପ୍ରାଣାୟାମ କଲେ ସବୁ ଥଣ୍ଡା ଥିଲେ ବି ସେ ଥଣ୍ଡା ଫଣ୍ଡା ବାହାରି ପଡ଼ିବ, ସିଏ ନାକରେ ନିଶ୍ୱାସ ଯିବାଟା ସଳଖ ହୋଇଯିବ। ସଦାବେଳେ ଅଭ୍ୟାସ କଲେ ଥଣ୍ଡା ନ ହେବ ତା ନୁହେଁ, ହେଲେ ବି ପ୍ରାଣାୟାମ କଲା ସମୟରେ ତ କୌଣସି ବାଧା ହେବନି, ସେ ଲାଇନ୍ ହେଇକି ରହିବେ। ସୁନ୍ଦର କଥା। ପ୍ରାଣସ୍ୟ ଶୋଧୟତ ମାର୍ଗମ୍, ଆଉ ପ୍ରାଣବାୟୁର ମାର୍ଗକୁ ଆଉ ଶୋଧନ କର, ତା ଭିତରେ ଶ୍ଳେଷ୍ମା ରହିଲେ ହେବନି। ପୂରକ କୁମ୍ଭକ ରେଚକେହି, ପୂରକ ମାନେ ବାୟୁ ପୂରଣ କର, ରେଚକ ମାନେ, ରେଚକ ଆଗ କି ପୂରକ ପୂରଣ କର, ତାପରେ କୁମ୍ଭକ ମାନେ ରଖ, ଠପ୍। ଯେତିକି ସମୟ ପାରୁଛ କ୍ରମେ କ୍ରମେ ଅଭ୍ୟାସ କର, ଦୀର୍ଘ ସମୟକୁ ରଖିବା ପାଇଁ, ତାପରେ ଧୀରେ ସୁସ୍ଥେ ଛାଡ଼। ଏ ପ୍ରକାର କଲେ ବିପର୍ଯ୍ୟୟେନାପି ଶନୈଃ ଅଭ୍ୟସେତ୍ ନିର୍ଜିତେନ୍ଦ୍ରିୟ। କହିଲେ ତରତର ନ ହେଇ ପ୍ରାଣାୟାମ କରିବାକୁ ହୁଏ, ଏବଂ ଏହି ଅଭ୍ୟାସ ଧୀରେ ଧୀରେ ବଢ଼ାଇବାକୁ ହୁଏ। ଏହା ସହିତ ଇନ୍ଦ୍ରିୟମାନଙ୍କୁ ଜୟ କରିବା ମଧ୍ୟ ଅଭ୍ୟାସ କରିବା ଦରକାର। ବିପର୍ଯ୍ୟୟେନାପି ମାନେ ସ୍ଥିର ଏବଂ ସୁସ୍ଥ ଭାବରେ ବସିକି ପ୍ରାଣାୟାମଟି କରିବ। ନିର୍ଜନ ସ୍ଥାନରେ, ଯେମିତି ସେ ଘରକୁ ବି କେହି ପଶିବେନି, ଘର ଲୋକ ଥିଲେ ବି, ସେ ଥିଲେ ତ ପ୍ରାଣାୟାମ କରୁଥିବ, ଡାଉଁକି ନେଇଯିବ, କିଏ ଗୋଟେ ଖଡ଼ କରିଦେବା, ଅସୁବିଧା ନୁହଁ। ତେଣୁ ସେଟା ଭୋରୁ ସବୁଠୁ ଭଲ ହେଲା କେହି ଉଠି ନଥିବେ, ତମେ ବସିକି କରିବ ବୋଇଲେ ଆଉ କିଛି କେହି ତ ଉଠି ନଥିବେ, ତମର କ'ଣ ଅସୁବିଧା ହେବ, ସରିଲା। ତାପରେ ଏହି ପ୍ରକାର ସୁଖ ଆସନରେ ବସିବ, ମନକୁ ଥୟ କରିଦେବ, ନାଡ଼ି ଶୋଧନ କରିବ। ମୁଠୁଣି ହେଉଛ ଦରକାର, ଅନାହତ ଚକ୍ରଠାରୁ ଉର୍ଦ୍ଧ୍ୱକୁ ସହସ୍ରାର ପର୍ଯ୍ୟନ୍ତ ପ୍ରାଣବାୟୁକୁ ନବା ଆଣିବା କରିକିରି। ଆମ ଗୁରୁଦେବଙ୍କ ପାଠ ହେଲା ମୂଳାଧାରଠୁ ଉପରକୁ ଚାଲ, କି ସେଠି ସିଏ ପାଠ ଏକ ମୂଳାଧାରଠୁ ଚାଲିବ ଉପରେ ତଳକୁ ଆସୁଥିବ, ଏମିତି ହେବ। ଏହି ପ୍ରକାର କରିକି ପ୍ରାଣାୟାମ କଲେ ବଳେ ଇନ୍ଦ୍ରିୟ ସଂଯତ ହେଇଯିବ,
ବାୟୁ ତ ସଂଯତ ହେଇଯିବ। ବାୟୁଟା ଯେତିକି ସଂଯତ ଶୃଙ୍ଖଳିତ ଏବଂ ସ୍ଥିର ହେଇଯିବ ମନ ସେତିକି ଥୟ ହେଇଯିବରେ। ବାୟୁ ଥୟ ନହେଲା ପର୍ଯ୍ୟନ୍ତ ମନର ସ୍ଥିରତା କଦାପି ସମ୍ଭବ ନୁହେଁ। ପରସ୍ପର ସମ୍ପର୍କ ଆଉ। ତେଣୁ ହୃଦୟ ବିଚ୍ଛିନ୍ନଂ ଓଙ୍କାରಂ ଘଣ୍ଟାନାଦಂ ବିଷୂର୍ଣ୍ଣବତ୍ ପ୍ରାଣେ ନଦୀୟର୍ୟ ତତ୍ରାଥ ପୁନଃ ସମ୍ବେଶୟତେ ସ୍ୱରମ୍। କହୁଛନ୍ତି ଓଙ୍କାର ସହିତ ପ୍ରାଣାୟାମ ଅଭ୍ୟାସ କରାଯାଏ। ହଁ ହରି ବୋଲ ହରି ବୋଲ। ଓମ୍ଟି ଓମ୍ ଇତ୍ୟ ଏକାକ ଗୀତା କହିଛନ୍ତି ଇଏ ସେଇ ଜୟ ଜଗନ୍ନାଥ। ଆଉ ଓଙ୍କାର ଏଇଠି କହିଲା ସେ କ'ଣ ଗୀତା କ'ଣ କହିଲେ କି ଓମ୍ ଇତ୍ୟ ଏକାକ୍ଷରଂ ବ୍ରହ୍ମ ବ୍ୟାହରଣ ମାଂ ଅନୁସ୍ୱରନ୍। ମୋତେ ସ୍ମରଣ କରିବୁ ଯେ ପ୍ରାଣାୟାମ କରି କ'ଣ କରିବୁ ଓମ୍ ଓମ୍ ଚିନ୍ତନ କରେ। ସେ ଓଙ୍କାର ଭିତରେ ଓଙ୍କାର ହିଁ ମୁଁ। ଆଉ ବାକି ତୁ ଯଦି ଭାବୁଥିବୁ ମୋର ଗୋଟେ ରୂପ ଦରକାର ସେ ଓଙ୍କାର ଭିତରେ ମୋ ରୂପକୁ ଦେଖେ। ଓଙ୍କାର ଭିତରେ ମୋ ରୂପକୁ ଦେଖେ ୟାର ବି ଡବଲ ଅର୍ଥ। ମାନେ ସେ ଓଙ୍କାର ଟିକେ ଓଙ୍କାର ହିଁ ମୋର ସ୍ୱରୂପ ଏ କଥା ଚିନ୍ତା କରି ଖାଲି ଓଙ୍କାରକୁ ଦେଖିଲେ ହେବ। ନହେଲେ ଯଦି ତୁ ରୂପ ବି ଦେଖୁଛୁ ସେ ଓଙ୍କାର ଚିନ୍ତନ କରିକିରି ତା ଭିତରେ ମୁଁ ଅଛି ବୋଲି ତାକୁ ଦେଖେ। ତା ଭିତରେ ବୋଇଲେ ବାହାରେ ସେ ଓଙ୍କାର ଠିକ ଠିଆ ହେଇଛନ୍ତି ମୋ ପ୍ରଭୁ ଏମିତି ଚିନ୍ତା କରାଇବ। ନହେଲେ ସବୁଠୁ ବେଷ୍ଟ ହେଲା ଓଙ୍କାର ହିଁ ପ୍ରଭୁଙ୍କର ସ୍ୱରୂପ। ଓଙ୍କାର ମଧ୍ୟରେ ମୋତେ ଦେଖେ କହିଲେ ସେ ଓଙ୍କାର ହିଁ ମୋର ସ୍ୱରୂପ। ତେଣୁ ତାକୁ ଚିନ୍ତନ କରେ। ଓଂ ଏକାକ୍ଷର ସେ ଏକାକ୍ଷର ବ୍ରହ୍ମ ସିଏ ହିଁ ବ୍ରହ୍ମ। ଆଉ ତେଣୁ ତାକୁ ଚିନ୍ତନ କରେ ବୋଇଲେ କ'ଣ ହେବ କେଉଁଠି କହିବ ପ୍ରାଣସ୍ୟ ହୃଦି ଅବିଚ୍ଛିନ୍ନ ଓଙ୍କାରମ୍ ଅବିଚ୍ଛିନ୍ନ ଓଙ୍କାରମ୍। ଆରେ ଇଏ ଭିତରେ ଓଙ୍କାର ନାଦ ହେଉଛି ରେ। ତେଣୁ ପ୍ରାଣାୟାମ କରି ସ୍ଥିର ଭାବରେ ବସିଗଲେ ଓଂ ଓଂ ଶୁଭିବ ଶୁଭିବ ଏବଂ କ୍ଷୀଣ ଶବ୍ଦ ଆପଣ ଓଂ 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 ଆମେ ଯଦି ହିନ୍ଦୀ ହେଇତେ ବହୁତ କ୍ଷୀଣ ଶବ୍ଦ ଏବଂ ତାହା ଧ୍ୟାନ କରି ବସିଲେ ସେ ଭିତରେ ସେ ଅନୁଭବ କରିବ ଆଉ ଆସିବ। କିନ୍ତୁ ସୂକ୍ଷ୍ମ ଶବ୍ଦ ଓଙ୍କାର ନାଦ ଶୁଣିବ ତାହେଲେ ଘଣ୍ଟାନାଦಂ ଓଙ୍କାରମ୍ ଘଣ୍ଟାନାଦଂ ବିଷୂର୍ଣ୍ଣବତ୍। ଏଇଠି କ'ଣ ପାଞ୍ଚଟା ଚକ୍ର ଏଇଟା ହେଲା ଷଟ୍ ଚକ୍ର। ପାଞ୍ଚ ଚକ୍ରର ସମସ୍ତ ଆବାଜ ଏଇଠି ଶୁଭିବ। ମୂଳାଧାର କ'ଣ ସ୍ୱାଧିଷ୍ଠାନ ସବୁ ରହିବ। ମଣିପୁଷ୍ପକମ୍ ଭ୍ରମର ଗୁଞ୍ଜନ ମୂଳାଧାର ଚକ୍ରରେ ମଣିପୁଷ୍ପକ ଫୁଲର ମଣି ସ୍ୱରୂପ ଭ୍ରମର ବସିକି ଶ୍ରୀ ଗଣଗଣ ହୁଏ ତ। ତେଣୁ ମୂଳାଧାର ଚକ୍ରଟା ଭ୍ରମର ଗୁଞ୍ଜନ। ସ୍ୱାଧିଷ୍ଠାନଟା ରସତତ୍ତ୍ୱ ତ ସବୁଠାରୁ ଆକର୍ଷଣୀୟ ବାଦ୍ୟ ଯନ୍ତ୍ରଟି ସ୍ୱାଧିଷ୍ଠାନ ଚକ୍ରରେ ଯେଉଁଟାକି ବଂଶୀ ନାଦରେ ପ୍ରଭୁଙ୍କୁ କ'ଣ ଅନ୍ୟ କିଛି ମିଳିଲାନି। ସେ ବଂଶୀଟାକୁ ଧରିକି ସମସ୍ତଙ୍କୁ ଡାକି ପକାଉଥିଲେ ନା। ବଂଶୀ କ'ଣ ଏମିତି ସ୍ପଷ୍ଟ ଅକ୍ଷରରେ ଡାକୁଥିଲା ରାଧା ଦୁତିକା ସେ ଅମୁକ ସେ ନା ଅସ୍ପଷ୍ଟ ଶବ୍ଦ। ଆମେ ଗୋଟେ ଗୀତ ବୋଲୁଛେ ବଂଶୀ ତାଳ ଦେଇକିରି ବୋଲୁଛେ ସେ ଗୀତଟା ଆଡ଼ଜଷ୍ଟ ହେଇକିରି ବାଜିଲା ପିଲାଙ୍କୁ ଶୁଭୁନି ନା। ହଁ ତେଣୁ ସେମିତି ରାଧା କଳ୍ପନା କରାଯିବ ରାଧା ରାଧା ସେ କହୁଥିବେ ବଂଶୀ ଶବ୍ଦ। ତେଣୁ ଜଣେ ରାଧା ବୁଝିଲା ଆସିକି ଜଣେ ଆଉ କ'ଣ ଦୋ କ୍ଷୀର ଶବ୍ଦ ଥିବ ଗୋପୀ ତାକୁ ସିଟ୍ ସେ ବି ଶୁଭୁଥିବ ସେଇଆ। ଏଇ ତ ଗୋଟେ ଶବ୍ଦ ବ୍ରହ୍ମ ସିଏ ଯିଏ ଯେଉଁଟା ସମସ୍ତଙ୍କ ନା ସେ ଭିତରୁ ବାହାରୁଥିଲା ବୋଲେ ସେ କ'ଣ ସ୍ପଷ୍ଟ ଅକ୍ଷର ନୁହେଁ ଅସ୍ପଷ୍ଟ ଶବ୍ଦ ହେଉଛନ୍ତି ବଂଶୀ ଶବ୍ଦ। ତେଣୁ ଅସ୍ପଷ୍ଟ ଶବ୍ଦ ମାନେ ସମସ୍ତେ ମୋ ନାଁ କଳ୍ପନା କରିବାର ଅସୁବିଧା କିଛି ନାହିଁ। ତେଣୁ ବଂଶୀ ସମସ୍ତଙ୍କ ନାଁ କହୁଥିଲେ ବିଚିତ ସବୁ ମେଳମାଳ ହେବ। ତାହେଲେ କହୁଛନ୍ତି ଘଣ୍ଟା ନା ସବୁ ନାଦ ଶୁଣିବ ଆଉ ବଂଶୀ ସ୍ୱର ସେଠି ଏଠି ମଣିପୁର ଚକ୍ର
3 ନମ୍ବର ହେଲା ସେଇଟା ଅଗ୍ନି, ସେଇଟା ଗୋଟେ ଘଣ୍ଟାନାଦ, ଘଣ୍ଟାନାଦ। ସ୍ୱାଧିଷ୍ଠାନ ବାୟୁ, ଏଇଟା ଟିକେ ରହି। ପ୍ରତ୍ୟେକ ଚକ୍ରରେ ନିର୍ଦ୍ଦିଷ୍ଟ ଶବ୍ଦ ଅଛି। ଏ ଶବ୍ଦ ଗୁଡ଼ାକ 5ଟା ଯାକ ଶବ୍ଦ ଏଠି ସେଥିପାଇଁ ପ୍ରଭୁ ରହିଛନ୍ତି। ପଞ୍ଚଜନ ନାମକ ରାକ୍ଷସକୁ ମାରିକିରି 5 ଜନ୍ୟ ଶଙ୍ଖର ନା, 5 ଜନ୍ୟ ମାନେ 5ଟା ଶବ୍ଦର ଜନ୍ମଦାତା। ମୂଳାଧାର ଠାରୁ ଆରମ୍ଭ କରି ବିଶୁଦ୍ଧ ଚକ୍ର ପର୍ଯ୍ୟନ୍ତ ଏଇ ଯେଉଁ 5 ଚକ୍ର ରହିଲା, ପ୍ରତ୍ୟେକ ଚକ୍ରର ଶବ୍ଦ ଏଠାରୁ ବାହାରିବ। ତେଣୁ ଇଏ ପ୍ରାଣାୟାମ କଲେ এই প্রকার শব্দ বি অনুভব করা যাই পারিব। প্রায়ণ উদ্দীর্য তত্রার্থ পুনঃ সম্বেশয়েত স্বরম বলে হৃদয়ের চিন্তন করি তাহাকে প্রাণবায়ু দ্বারা উপরକୁ উঠাইବାକୁ হব। পদ্মমণ্ডল ଛିଣ୍ଡାଇଲେ ସେଥିରୁ ଯେପରି ସୂକ୍ଷ୍ମ ସୂତା ବାହାରେ, ସେହିପରି ସୂକ୍ଷ୍ମ ଅଖଣ୍ଡ ଓଙ୍କାର ହୃଦୟରେ ଚିନ୍ତନ କରି ତାକୁ ପ୍ରାଣବାୟୁ ଦ୍ୱାରା ଉପରକୁ ଉଠାଇବ। ମାନେ ପଦ୍ମ ନାଡ଼ ଭିତରୁ ଅତି ସୂକ୍ଷ୍ମ ସୂତା ବାହାରେ, ସେଇ ପ୍ରକାର ସୂତ୍ରରେ ମାନେ ଅତି ସୂକ୍ଷ୍ମ ସରୁ ସରୁ ହେଇକି ସେଇଥିରେ ଓଙ୍କାର ଚିତ୍ର ହେଇଥିବ। ବାୟୁ ସହିତ ଓଙ୍କାରକୁ ସ୍ମରଣ କରିକି ସେ ଓଙ୍କାରକୁ ଉପରକୁ ଉଠାଇବ। ତାହେଲେ ପୁନଃ ସମ୍ବେଶୟତ ସ୍ୱରମ୍, ତା ସହିତ ହୃଦୟରେ ଘଣ୍ଟାନାଦ ସମାନ ଅଖଣ୍ଡ। ଏଇଟା ତ ବିଶୁଦ୍ଧ ଚକ୍ର, ଏଠି ମେଘ ଘଡ଼ଘଡ଼ି। ଏଇଟା ଏଇଟା ଯୋଡ଼େ ତ ଆଉ ରହିଲା ଘଣ୍ଟନାଦ। ଘଣ୍ଟନାଦ ଗୋଟେ ଅଛି। ଏଇଟା ଘଡ଼ଘଡ଼ି ଠିକ୍, ତଳୁଟା ଭ୍ରମର ଗୁଞ୍ଜନ ଠିକ୍, ଦ୍ୱିତୀୟ ସ୍ୱାଧିଷ୍ଠାନ ଚକ୍ର ହେଉଛି ବଂଶୀନାଦ, ତୃତୀୟଟା ବୀଣା, ମଣିପୁର ଚକ୍ରଟା ବୀଣା, ଏଇଟା ଘଣ୍ଟାନାଦ ଅନାହତ, ଆଉ ଏଇଠି ତ ମେଘ ଗର୍ଜନ ସବୁଠାରୁ ଭୟଙ୍କର ଶବ୍ଦ, ଯେଉଁଟାକି ମେଘ ଗର୍ଜନଠୁ ଓଳିକି ଆଉ କିଏ ଶବ୍ଦ କରିପାରିବ କି? ତେଣୁ ସବୁ ସ୍ୱର ଏଇଠି ଦବିଯିବେ। କି ମେଘ ଗର୍ଜନ ଶୁଭିବ ଜୋର। ନା ହେଇଗଲା, ଜୟ ଜଗନ୍ନାଥ ହେଇଗଲା, ଏଇ ଜୟ ଜଗନ୍ନାଥ। ହେଇଗଲା 5ଟା ଚକ୍ରରେ 5 ସ୍ୱର। ଗୋଟେ ହେଲା ମୂଳାଧାରରେ ଭ୍ରମର ଗୁଞ୍ଜନ, ସ୍ୱାଧିଷ୍ଠାନରେ ବଂଶୀ, ମଣିପୁର ଚକ୍ରରେ ହରିବୋଲ, ମଣିପୁର ଚକ୍ରରେ ବୀଣାନାଦ, ଅନାହତ ଚକ୍ରରେ ଘଣ୍ଟାନାଦ, ଟାଇମ୍ ଘଣ୍ଟା ବାଜେ। ତାପରେ ଏଠି ହେଲା ଘଡ଼ଘଡ଼ି ଶବ୍ଦ। এই প্রকার ହେଇକିରି ଶବ୍ଦ ଶୁଭିବ। ଏ ସବୁ ଶବ୍ଦ ବି ମେଘନାଦକୁ ଟପିକିରି ସବୁ ଶବ୍ଦ, ତଥାପି ସେଇଠି ସବୁ ଶବ୍ଦ ଶୁଖିପାରିବ, ଶୁଣାଯାଇପାରିବ। ଏବଂ ପ୍ରଣବ ସଂଯୁକ୍ତମ୍ ପ୍ରାଣଂ ଏବ ସମଭ୍ୟସେତ୍ ଦଶକୃତ୍ୱ ସ୍ତ୍ରୀ ଶବଣମ୍ ମାସାଗା ଦର୍ବାଗ ଜିତାନିଳ ପ୍ରତ୍ୟେକ 3 ବେଳା ତ୍ରିସନ୍ଧ୍ୟମ୍ ପ୍ରଣବ ସଂଯୁକ୍ତଂ ପ୍ରାଣଂ ଏବ ସମଭ୍ୟସେତ୍, ଓଙ୍କାର ସହିତ ମାନେ ଓଙ୍କାର ସହିତ ପ୍ରାଣବାୟୁକୁ ତଳ ଉପର କରାଇବ। କେମିତି? ପ୍ରାଣ ତତ୍ରା ପୁନଃ ସମାବେଶ ଦଶକୃତ୍ୱ ତ୍ରିଶବଣମ୍, ଏହିପରି ଅଭ୍ୟାସ କରିବ 10 ଥର ଲେଖାଏଁ। ଏହିପରି ଓଙ୍କାର ନାଦ, ତାହେଲେ 10 ଥର ପ୍ରାଣାୟାମ କର। ଅଧିକା କଥା ବି ଏଠି କହୁନାହାନ୍ତି। ଏବଂ କେତେବେଳେ କରିବ ନା ତ୍ରିସନ୍ଧ୍ୟମ୍, 3 ସନ୍ଧ୍ୟାରେ, ସକାଳୁ, ମଧ୍ୟାହ୍ନ ଏବଂ ଅପରାହ୍ନ, ତ୍ରିସନ୍ଧ୍ୟାରେ 10 ଥର ଲେଖେ କର। ମାସା ଦର୍ବାଗ ଜିତାନିଳ ପବନକୁ ଜୟ କରି, ଏଇ ଦିନକୁ ତ୍ରିସନ୍ଧ୍ୟାରେ 3 ଥର ଲେଖେ ପ୍ରାଣାୟାମ କର। ଏଇଟା ନିଶ୍ଚିତ ଭାବରେ ଶରୀର ଆରୋଗ୍ୟ କରାଇବ
ଏବଂ ମନ ଏକାଗ୍ରତା କରେଇଦେବ, ବାୟୁ ସ୍ଥିର କରେଇଦେବ, କୌଣସି ଭୁଲ ଏଥିରେ ନାହିଁ। ଏଗୁଡ଼ାକ ସବୁ ଏଇ ପ୍ରକାର ସାଧନା କରିକିରି ମୁନି ଋଷିମାନେ ଦୀର୍ଘାୟୁ ହେଉଥିଲେ, ନିରୋଗ ହେଉଥିଲେ, ସବୁକିଛି ହେଉଥିଲା, କୌଣସି ଭୁଲ ନାହିଁ। ଏସବୁ ଜିନିଷକୁ ଆଜିକାଲି ଆଉ କିଏ ଗ୍ରହଣ କରୁନାହାନ୍ତି। ଭିନ୍ନ ପ୍ରକାର ଯୁଗ ହୋଇଗଲା, କାହିଁକି ନା କ'ଣ ହେଇଗଲା, ସେସବୁ ବିଜ୍ଞାନ ହେଇଗଲା, ହେଇଗଲା, ତେଣୁ ସେସବୁ ଆଉ ତାକୁ କିଏ ଗ୍ରହଣ କରିପାରୁନାହାନ୍ତି। ସେ କାରଣ ସାଧନା ତ କିଏ କରିପାରୁନି, କିଏ ସାଧକ କରିକି ଦେଖାଉଛି, ସେମିତି ବି ସାଧକ କମ୍ ଅଛନ୍ତି କିଛି ନିଶ୍ଚିତ, କିନ୍ତୁ ସିଏ କ'ଣ ଦେଖେଇବାକୁ ଯିବେ କେଉଁଠି ବୁଲି ବୁଲିକିରି, ତାଙ୍କ ବାଟରେ ସିଏ ଅଛନ୍ତି। କିଏ ଯଦି ଚିନ୍ତା କରିକି ଯିବ ତାଙ୍କ ପାଖକୁ, ସିଏ କହିବେ କରୁଛନ୍ତି, କିନ୍ତୁ ତେଣୁ ଏଗୁଡ଼ାକ ଯଦି ଘରେ ଘରେ ସବୁଠି ହେଉଥାନ୍ତା, ସମସ୍ତେ ଶିଖୁଥାନ୍ତେ, ହେଉଥାନ୍ତା, କି ସେସବୁ ଆଉ ସେଇଟା ନାହିଁ। ଆଉ ନହେଲେ ଏଇଟା ନିଶ୍ଚିତ ଭାବରେ ଶରୀର ପାଇଁ ଏହାର ପ୍ରୟୋଜନ ରହିଛି ଏବଂ ଶରୀର ସୁସ୍ଥ ରହିବ, ପ୍ରାଣବାୟୁ ସଂଯତ ହେବ, ମନ ସ୍ଥିର ହେବ, ସବୁ ହେଇଯିବ, ରୋଗମୁକ୍ତ ସବୁକିଛି ହେଇଯାଇପାରିବ। ଜିତା ମାସାତ୍ ଅର୍ବାଗ ଜିତା ନୀଳହ, ଏଇ ପ୍ରକାର ମାସେ ପର୍ଯ୍ୟନ୍ତ ଯଦି କରିବ ତାହେଲେ ବାକ୍ ପବନ ବଳେ ଥୟ ହେଇଯିବ। ସୁନ୍ଦର କଥା ଏଇଠି ଲେଖିଲେ, ଇଏ ଟାଇମ୍ ଦେଇଦେଲେ 10 କ'ଣ କହିଲେନି ମ, ଏଇ ଗୀତାରେ ଏତେ ପ୍ରକାର ଲେଖା ହେଇନାହାନ୍ତି। 10 ଥର ଗୋଟିଏ ଗୋଟିଏ ମାନେ ମୂଳାଧାରଠୁ ସହସ୍ରା ପର୍ଯ୍ୟନ୍ତ ନେବ, ପୁଣି ସେଇଠି ଛାଡ଼ିବ ଇଏ ଥରେ। ଏମିତି 10 ଥର ତ୍ରିସନ୍ଧ୍ୟାରେ 3 ଟାଇମ୍, 3ଟା ସମୟ, ସକାଳ, ମଧ୍ୟାହ୍ନ ଏବଂ ଅପରାହ୍ନରେ 10 ଥର ଲେଖି ଏମିତି ଅଭ୍ୟାସ କଲେ 1 ମାସରେ ସବୁ ଥୟ। ସୁନ୍ଦର କଥାଟି କହିଛନ୍ତି ଏଠି, ମାସାତ୍ ଅର୍ବାକ୍ ଜିତା ନୀଳହ, 1 ମାସ ଭିତରେ ପବନ ଜୟ ହେଇଯିବ ଏବଂ ଭିନ୍ନ ପ୍ରକାର ହେଇଯିବ। ଏଇଟା ସୁନ୍ଦରକିରି କହିଲେ। ହୃତ୍ ପୁଣ୍ଡରିକ ଅନ୍ତଃସ୍ଥଂ ଊର୍ଧ୍ୱନାଳ ମଧୁମୁଖମ୍ ଧ୍ୟାତୁ ଊର୍ଧ୍ୱମୁଖ ଉନ୍ନିଦ୍ର ମଷ୍ଟପତ୍ରଂ ସକର୍ଣ୍ଣିକଂ। କହିଲେ ଯୋଗ ଚିନ୍ତନ କରିବ, ଯୋଗୀ ଚିନ୍ତନ କରିବ, ତାଙ୍କ ଶରୀର ମଧ୍ୟସ୍ଥ ହୃଦୟଟି ହୋଇଛି ଗୋଟିଏ ପଦ୍ମ କଢ଼। ହୃତ୍ ପୁଣ୍ଡରିକ ଅନ୍ତଃସ୍ଥ ଊର୍ଧ୍ୱନାଳ ମଧୁମୁଖମ୍, ନାଳ ଊର୍ଧ୍ୱ, ମୁଖଟା ପଦ୍ମ ଫୁଲଟା ଏମିତି ହେଇକି ରହିଛି, ନାଳୁଟା ଉପର ଆଡ଼ୁ ହେଇଛି, ପଦ୍ମ କଢ଼ ତଳ ଆଡ଼କୁ ମୁହଁ। ହୃତ୍ ପୁଣ୍ଡରିକ, ହୃଦୟଟା ଗୋଟେ ପଦ୍ମ ଭଳିଆ ଚିନ୍ତା କର, ନାଳ ଉପରକୁ, ତଳକୁ ପଦ୍ମର ମୁହଁଟା ତଳକୁ, ଏ ପ୍ରକାର ହେଇକି ସେ ଭିତରେ ଅଛି। ଅଧୁମୁଖମ୍ ଧ୍ୟାତ୍ୱା ଊର୍ଧ୍ୱମୁଖଂ ଉନ୍ନିଦ୍ରଂ ଅଷ୍ଟପତ୍ରଂ ସକର୍ଣ୍ଣିକମ୍, ଏବଂ ସେଇ ପଦ୍ମକୁ ପ୍ରାଣାୟାମ କରିକିରି ଊର୍ଧ୍ୱମୁଖ କରିକିରି ପ୍ରସ୍ଫୁଟିତ କରେଇ ଦିଅ। ବୋଇଲେ ହରିବୋଲ ହରିବୋଲ ହରିବୋଲ, ପଦ୍ମଟା ମୁଦ୍ରିତ ହେଇକିରି ଅଛି। ପଦ୍ମଟା କ'ଣ କିରେ, ପ୍ରଭୁଙ୍କର ବସିବା ସ୍ଥାନ ପରା, ତେଣୁ ସେ ହୃଦୟ ପଦ୍ମଟା ମୁଦ୍ରିତ ହେଇକିରି ତଳ ମୁହାଁ ହେଇକିରି ଅଛି ରେ, ନାଳ ଉପରକୁ। ତେଣୁ ତାକୁ କ'ଣ କରିବୁ, ପ୍ରାଣାୟାମ କରିବା ଦ୍ୱାରା ସେ ବୁଲିକିରି ଊର୍ଧ୍ୱମୁଖ ହେଇଯିବ ଏବଂ ପ୍ରସ୍ଫୁଟିତ ହେଇଯିବ। ସେ ପ୍ରସ୍ଫୁଟିତ ପଦ୍ମଟା ହେଲା ପ୍ରଭୁଙ୍କର ଆସନ, ତେଣୁ ସେ ଆସନରେ ପ୍ରଭୁ ବସି ପଡ଼ିବେ। ପ୍ରାଣାୟାମ କରିବା ଦ୍ୱାରା ତା ଭିତରେ ସେ ଓଙ୍କାର ହୁଅନ୍ତୁ, ଓଙ୍କାର ସ୍ୱରୂପ ନିଜେ ପ୍ରଭୁ ତା ମଧ୍ୟରେ ନିଶ୍ଚୟ ଯିବେ ବସିକି। ପାଠ କ'ଣ କହିଲେ ମ, ସକର୍ଣ୍ଣିକଂ କର୍ଣ୍ଣିକାୟାଂ ନ୍ୟସତ୍ ସୂର୍ଯ୍ୟ ସୋମା ଅଗ୍ନି ଅନୁତ୍ତରୋତ୍ତରମ୍ ବହ୍ନି ମଧ୍ୟ ସ୍ମରେତ ରୂପମ୍ ମମ ଏତତ୍ ଧ୍ୟାନ ମଙ୍ଗଳଂ। ତାହେଲେ କହୁଛନ୍ତି କର୍ଣ୍ଣିକା, ପଦ୍ମଟା ତ ତଳ ମୁହାଁ ଥିଲା, କଢ଼ ହୋଇକିରି ଉପରକୁ ହେଲା, ଫୁଟିଲା ପ୍ରାଣାୟାମ କରିବା ଦ୍ୱାରା, ଫୁଟିଯିବା ପରେ ତା'ର କର୍ଣ୍ଣିକା ମାନେ ମଧ୍ୟରେ ଯେଉଁ କୋଷ ଥାଏ, କେଶର, ସେଇଟା ନ୍ୟସେତ, ସେଇ ଜାଗାରେ ଆସିଲେ ତା ଆସନ ହେବ। ତେଣୁ ସେଇ ଜାଗାରେ କାହାକୁ ଦେବତା, କେଉଁ ଦେବତାକୁ ଚିନ୍ତା କରିପାରିବୁ ନା, ସୂର୍ଯ୍ୟ, ସୋମ ମାନେ ଚନ୍ଦ୍ର, ଅଗ୍ନି, ଏସବୁ କିଏ ସେଥିରେ ନା, ସବୁ ସହିତ ଅଗ୍ନିଙ୍କର ସମ୍ପର୍କ ଅଛି। ଆରେ ପ୍ରଭୁ ହେଲେ ଜ୍ୟୋତିର୍ମୟ, ତ ସେ କ'ଣ ଅନ୍ଧାରିଆ ନା କ'ଣ? ତେଣୁ ଇଏ 3 ଜଣ ଆଗ ଠିକ୍ ସେଇଆ, ସୂର୍ଯ୍ୟ ସୋମ ଅଗ୍ନି ଅନୁତ୍ତରୋତ୍ତମମ୍।
कर्णिकार रूपटी यही स्वरूपटी सेठारे ध्यान कले बड़ आनंद अनुभव हेब। सूर्य चंद्र अग्नि को न्यास करिवो मने मने देखिए जे से सूर्य चंद्र और अग्नि निजर निजर ज्योति वृत्ताकार रे विषयचंदी हौ तीन जना को एकाथरे ध्यान करवा ना कि सूर्य सोम अग्नि अग्नि अनुत्तरोत्तरम उत्तरोत्तर तापस को तापस तीन जना को एकाठी रखी से भीतर देखिए अग्नि सूर्य चंद्र अग्नि तार सभा पर सूर्य रहिले तलू को चंद्र ता तलू को अग्नि सीरी लगी रही सेमती रखिकी ये प्रकार रखिकी से पद्म पुष्कर भितर ये सब अच्छा चिंतन कर मोटामोटी ज्योति तो गोलाकार अवस्था गोलाकार उज्ज्वल ज्योतिपिंड को देख आ तीन जना को देख सी देखुता सी सब एक ज्योति सी सब ज्योतिपिंड को दर्शन कर बन्ही मध्य स्वरत रूपम एवं से यहाँ कौन से लेखा आदित्य हृदय ध्येय सदा सवितृ मंडल मध्यवर्ती सूर्य मंडल मझिरे ध्येय सदा सवितृ मंडल मध्यवर्ती नारायण तोर अभिलषित नारायण देवता तारी भितर बसचंद्रे तांको ही चिंता करे सूर्य मंडल या कहले सम्मान सूर्य मंडल गोलाकार मंडल भितर बसचंदी प्रभु बन्ही मध्य स्मृत रूपम ध्येय सदा सवितृ मंडल मध्यवर्ती नारायण सरसिजासन सन्निविष्टा पद्म आसन बसचंदी पाठ सम्मान पक्का मेल यहीटा जा सी पद्म आसन बसचंदी ये सूर्यमंडल भितर तोर अभिलषित नारायण ब्रह्म पदार्थ कि चमत्कार है कि ध्येय सदा सवितृ मंडल मध्यवर्ती नारायण सरसिजासन सन्निविष्ट केयूरवान मकर कुंडलवान हाथ में कंकण लगे कर्णरे मकर कुंडल किरीट लगी मुंडे किरीटवान केयूरवान मकर कुंडलवान किरीट हारी हिरणमय बपु सुनार रूप ज्योतिर्मय रूप तो आ सूर्य चंद्र अग्नि तो ज्योति तेणु ज्योतिर्मय रूप को धरिकी ता भर बस ये जहाँ 37 नंबर श्लोकटी ताहा से प्रस्फुटित पद्म कढ़ होकर तलू मुहाँ था उपरको प्राणायाम कले मुह हम फुटिज ता कर्णिका भितर वर्तुलाकार सूर्य चंद्र बा अग्नि की चिंतन कर तीन जना को चिंतन करे किसी कथा नहीं से सूर्य सूर्य ज्योति ता भर तुम अभयस्त इष्टदेव को चिंतन कर शंख चक्र गदा पद्म धरिक बस इत्यादि इत्यादि अल्प रही बहुत चल जय जना सुंदर कथा।